ভজরে মন মধুসূদন শ্রীরাধা প্রাণ ধন জপরে মন ছন্দা চরণ যদু কুল নন্দন আরে মূঢ় মন কর ধ্যান মূঢ় মন কর ধ্যান জীব গো লেখ বৃন্দাবন ভজরে মন মধুসূদন শ্রীরাধা প্রাণ ধন ভজরে মন মধুসূদন শ্রীরাধা প্রাণ ধন হরিবল জপরে মন ছন্দা চরণ যদু কুল নন্দন মূঢ় মন কর ধ্যান রে মূঢ় মন মূঢ় মন কর ধ্যান জীব গো লেখ বৃন্দাবন ভজরে মন মধুসূদন শ্রীরাধা প্রাণ ধন হরি বল 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 বিশ্ববন্দনীয় বিশ্বস্রষ্টা বিশ্বকর্তা বিশ্বপিতা বিশ্বর পরম কল্যাণময় পুরুষ শ্রীমন শ্রী সত্যনারায়ণ মহাপ্রভুঙ্কর প্রীত্যর্থে জগন্নাথ মহাপ্রভুঙ্কর প্রীত্যর্থে বলভদ্রজীঙ্কর প্রীত্যর্থে হাউলে হেই হেই যা যা মহালক্ষ্মীঙ্কর প্রীত্যর্থে মা তারিণী ঠাকুরাণীঙ্কর প্রীত্যর্থে প্রীত্যর্থে গণনাথঙ্কর প্রীত্যর্থে রাধে রাধে প্রীত্যর্থে সূর্যনারায়ণঙ্কর প্রীত্যর্থে চৈতন্য মহাপ্রভুঙ্কর প্রীত্যর্থে গৌরচন্দ্র মহাপ্রভুঙ্কর প্রীত্যর্থে হে হে ভক্তমণ্ডলীঙ্কর প্রীত্যর্থে হাউলে আনন্দ সাগরিক বার হরি হরি বল দেবীঙ্কর প্রীত্যর্থে হরি বল বিশ্বগুরু বাবা ভাইয়াঙ্কর প্রীত্যর্থে বিরাম পরমহংস দেবঙ্কর প্রীত্যর্থে সাধু সন্থঙ্কর প্রীত্যর্থে बोल सानंद सागरिक बार हरि हरि बोल नारायण रुद्रे अंबिके भास्कर तथा भिन्ना भिन्न कर्तव्य प्रभु पंचदेव नमस्तुते
যুগল ঠানি রাধা রানী সঙ্গে নাচে মুরলি পানি হো রাধা রানী সঙ্গে নাচে কটি তটরে কিঙ্কিণী বাজু আছিরিণী ঝিণী পাদরে নূপুর ছন্দ গোপী মন নিয়ে কিণী ছন্দে ছন্দে উকুটাই হো ছন্দে ছন্দে উকুটাই হা হা কটি কিঙ্কিণী নূপুর ধ্বনি যুগল ঠানি হো রাধা রানী হো রাধা রানী গোপপুরে পড়ে হুরি গোপবাଳ ঠরা ঠরি হুরি ଖେଳୁଛନ୍ତି ହରି ହାତେ ଧରି ପିଚକାରି ଆହା କି ସୁନ୍ଦର ଚାହେ ହୋ ଆହା କି ସୁନ୍ଦର ଚାହେ ଆହା ଶ୍ରୀ ରାଧା ରାଣୀ ମନ ମୋହିନୀ ଚାରୁ ହାସିନୀ ହୋ ରାଧା ରାଣୀ ସଙ୍ଗେ ନାଚେ আহা কি সুন্দর দিশে হো আহা কি সুন্দর দিশে আহা গটি কিঙ্কিণী নূপুর ধ্বনি যুগল ঠানি মন মোহিনী চারু হাসিনী শ্রী রাধা রাণী গোপ তরুণী নায়ক মণি হো রাধা রাণী সঙ্গে নাচে মুরলি পানি হো রাধা রাণী সঙ্গে নাচে মুরলি পানি ওম নমো ব্রহ্মণ্য দেবায় গোব্রহ্মণ্য হিতায় চ জগদ্ধিতায় কৃষ্ণায় গোবিন্দায় নমো নমঃ তুমেব মাতা চ পিতা তুমেব বন্ধু চ সখা তুমেব বিদ্যা দ্রবিড়ং তুমেব সর্ব মম দেব দেব মা ঘটগা ঘটগা পুরবাসিনী মা মাত কমলে ঘটগা পুর হাসিনী মাত কমলে ঘটগা
ପିତା ଜଗତ ଜନ ପିତା ବ୍ରହ୍ମାଣ୍ଡ ନାଥ ପିତା ପଞ୍ଚ ପ୍ରାଣ ପିତା ମହିଧର ପିତା ହେ ନାଥ ଭୂମି ପିତା ଜ୍ଞାନୀର ପ୍ରବାହକ ପିତା ହେ ଚନ୍ଦ୍ର ସୂର୍ଯ୍ୟ ପିତା ପିତା ପିତାମହ ପିତା ତ୍ରାହି ତୁମେବ ପ୍ରଭୁ ପ୍ରଭୁ ତ୍ରାହି ତୁମେବ ପ୍ରଭୁ ଧୀରେ ଧୀରେ ବସ 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 ଜାଗା ଧର ଶ୍ରୀଖଣ୍ଡ ଶ୍ରୀଖଣ୍ଡ ଖଣ୍ଡ ଚୁଳିଆ ନନ୍ଦର ନନ୍ଦନ ମୋ ହୃଦୟର ସିଂହାସନରେ ଥରେ ଆସି ବସ ଭଗବାନ ପ୍ରଭୁ ଖାଲି ପିଣ୍ଡ ପଡ଼ିଅଛି ଆସିବ ବୋଲି ସାମନ୍ତ ତ ଭକତ ଭାବୁଛି ଆସିବ ବୋଲି ସାମନ୍ତ ତ ଭକତ ଭାବୁଛି ସମ୍ମାନୀୟ ପବିତ୍ର ସମ୍ମିଳନୀ ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ସମ୍ମିଳନୀ ଭିତରେ ମଞ୍ଚାସୀନ ସମସ୍ତ ଗାୟକ ବନ୍ଧୁ ଗୁରୁଜନ ଭଗବତ ପ୍ରେମୀ ଆଧ୍ୟାତ୍ମିକ ଚିନ୍ତା ଚେତନା ହରିରସ ପିପାସୁ ଭଗବତ ଧର୍ମ ସତସଙ୍ଗର ମନମାନସରେ ମଞ୍ଚାସୀନ ବାଢ଼ିଥିବା ସମସ୍ତ କଳାକାର ଭାଇ ଭଉଣୀମାନେ ଗୁରୁକଳ୍ପ ଭାତୃକଳ୍ପ ପିତୃକଳ୍ପ ଆପଣମାନଙ୍କ ଚରଣ ତଳେ ମୂର୍ଖ କୁମୁଦିନୀ ପଣ୍ଡାର ଅନନ୍ତ କୋଟି ଭୂମିଷ୍ଠ ପ୍ରଣାମ ଆପଣମାନଙ୍କ ଚରଣ ତଳେ ଅନନ୍ତ କୋଟି ଭୂମିଷ୍ଠ ପ୍ରଣାମ ଗୋସେଇଙ୍କୁ ଗୋସେଇ ଏଇଠି ପ୍ରଣାମ ଯାହା ହଉ ସୀମନ୍ଥିନୀ ମହିୟସୀ ସମସ୍ତ ଝିଅମାନେ ସମସ୍ତ ମୋର ମା ଭଉଣୀମାନେ ଏଇଠି ପ୍ରଣାମ ଜଣେଇଲି ଶ୍ରଦ୍ଧେୟ ଶ୍ରଦ୍ଧା କୁନାକୁନି ପୁଅ ଝିଅ ସମସ୍ତ ଯୁବ ସମାଜ ଯାହା ହଉ ବଡ଼ ଆନନ୍ଦର କଥା ବଡ଼ କୌତୁକର କଥା ଏଇ ପରିପ୍ରେକ୍ଷୀରେ ଏରେ ସୁନ୍ଦର ସମ୍ମିଳନୀ ଭିତରେ ମୁଁ କ'ଣ ଜାଣିଛି ପାଲା ଗାୟିକା କୁମୁଦିନୀ ପଣ୍ଡା ମୁଁ ଆପଣମାନଙ୍କୁ କ'ଣ ସାହିତ୍ୟ କ'ଣ ବେଦ ପୁରାଣ ଉପନିଷଦ ସେଇ ରାମାୟଣ ଭାଗବତ ଭାରତ ଇତ୍ୟାଦି ଗ୍ରନ୍ଥର ମୂଳାଧାର ମୁଁ ଆପଣମାନେ ତ ଜଣେ ଜଣେ ଭୃଙ୍ଗୁ ଅଙ୍ଗିରା ପୁଲସ୍ତ୍ୟ ମାର୍କଣ୍ଡେୟ ଦୁର୍ବାସା ଉତ୍ରୀ ମରିଚିକା ଆଗ୍ନିକ ବ୍ରହ୍ମଗ୍ନି ଅଗସ୍ତ୍ୟ କୁମ୍ଭକ ଭରଦ୍ୱାଜ ଆପଣମାନେ ସମସ୍ତେ ଜ୍ଞାନୀ ଆପଣମାନେ ପଣ୍ଡିତ ନାଇଁ ସବୁ ରୋଷେଇ କଲା ବାଲା ଆପଣ କିନ୍ତୁ କେହି ଖରାପ ରୋଷେଇ ଆପଣମାନେ କରନ୍ତି ନାହିଁ ଯାହା ହଉ କଳାକାର ଭାବରେ ଯେତେବେଳେ ଆପଣମାନଙ୍କର ଆଶୀର୍ବାଦ କଲ୍ୟାଣ ଭଗବତୀ ମାଙ୍କର ଆଶୀର୍ବାଦ ଦେବାଦେବୀଙ୍କର କଲ୍ୟାଣ ସେଇ ଦେବାଦେବୀଙ୍କ ଚରଣ ତଳେ ବିଶ୍ୱ ଚିନ୍ତାମଣିଙ୍କ ଚରଣ ତଳେ ଆତ୍ମଭାବ ସମର୍ପଣ ଠାକୁରାଣୀ ମା ତାରିଣୀଙ୍କ ଚରଣ ତଳେ ଆତ୍ମଭାବ ସମର୍ପଣ ତଥାପି ଯେତେବେଳେ ପାଲା ମଞ୍ଚକୁ ଆପଣମାନେ ମୋତେ ଡାକିଛନ୍ତି ମୁଁ ସେଇ ରାମ କଥା କହିବି ରାମ ବୋଲି ଗୋଟିଏ ଶବ୍ଦ ଉଚ୍ଚାରଣ କରିଦେଲେ ଆଜ୍ଞା ରାମାୟଣ ପରିସମାପ୍ତି ହୁଏ କୃଷ୍ଣ ବୋଲି ଗୋଟିଏ ଶବ୍ଦ ଉଚ୍ଚାରଣ କରେ ବେଦ ପୁରାଣ ଉପନିଷଦ ଗୀତା ଭାଗବତ ପରିସମାପ୍ତି ହୁଏ ଗୋବିନ୍ଦ ବୋଲି ଗୋଟିଏ ଶବ୍ଦ ଉଚ୍ଚାରଣ କଲେ ଇଏ ବିଶ୍ୱରେ ବ୍ରାହ୍ମଣ ମାନଙ୍କର ବୈଷ୍ଣବ ମାନଙ୍କର ମନ୍ତ୍ର ପରିସମାପ୍ତି ହୁଏ ତାରି ଭିତରେ କଥା କହିବି ପାଲା କଥା ନାଇଁ ରେ ପୁଅ ର ର ର ର ଆପଣ ମାନଙ୍କର ସୁନ୍ଦର ପଦଟିଏ ଜଗନ୍ନାଥ ଦାସ ଶ୍ରୀମତ ଭାଗବତ ଆର୍ଯ୍ୟ ସଂସ୍କୃତି ସୁନ୍ଦର ପଦଟିଏ କହିଲେ କଲା 56 କୋଟି ଯିବେ ଇଏ ଦୁର୍ଲଭ ନର କଳେ 56 କୋଟି ଯିବେ ସାର ଦୁର୍ଲଭ ନର କଳେବର ନାଇଁ ବୁଢା ଚଉଦ ଚଳ ଅଚଳ ଇତ୍ୟାଦି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଆମେ ଯେତେ ଗୁଡ଼ିଏ ଜୀବ ବିଶ୍ୱରେ ଅଛନ୍ତି ଆଜ୍ଞା ସବୁ ଜୀବ ଗୁଡ଼ାକୁ ଆମେ ମାନେ ଲାଳନ ପାଳନ କରନ୍ତି ମଣିଷ ଲଗାମ ଚାଳନା କରେ ଗୋରୁ ଗାଈ ଛେଳି ମେଣ୍ଢା ସମସ୍ତଙ୍କୁ ଆଜ୍ଞା ଲଗାମ ଚାଳନା କରେ ମଣିଷ ହେଲେ ମଣିଷକୁ ଲଗାମ କିଏ ଦବ ଗୁରୁଙ୍କ କଥାରେ ଶିଷ୍ୟ ନାହିଁ ମା କଥାରେ ପୁଅ ନାହିଁ ସ୍ୱାମୀ କଥାରେ ସ୍ତ୍ରୀ ନାହିଁ ଭାଇ କଥାରେ ଭାଇ ନାହିଁ ବାପ କଥାରେ ବାପା ହାତରେ ପୁଅ ନାହିଁ ସବୁ ଜୀବ ଗୁଡ଼ାକୁ ମଣିଷ ଲଗାମ ଦିଏ ଗୋରୁ ଗାଈ ଛେଳି ମେଣ୍ଢା ଆମ ଆୟତରେ ଆଜ୍ଞା ହେଲେ ଆମେ କାହା ଆୟତରେ ନାହାନ୍ତି ନାଇଁ ରେ ପୁଅ ପଲ୍ଲୀ କବି ନନ୍ଦ କିଶୋର ବଳଙ୍କର ଓଡ଼ିଆ ସାହିତ୍ୟ ଗୋଟିଏ ଶବ୍ଦ ବ୍ୟାସ କହିଲେ କହିଲେ ହୃତ ଦାନ ପରିବ ହିତ ନା କାମନା ବିର୍ଜିଆ ଗୁଣଦାୟକ ସାହିତ୍ୟ ଗୋଟିଏ ଶବ୍ଦ ଆଜ୍ଞା ସା ଶବ୍ଦରେ ସାଧାରଣ ଜ୍ଞାନ ହି ଶବ୍ଦରେ ହିତାହିତ ଜ୍ଞାନ ତ ଶବ୍ଦରେ ତତ୍ତ୍ୱ ଜ୍ଞାନ ନାରେ ପୁଅ ସବୁ ଜୀବ ଗୁଡ଼ିକ
ମଣିଷ ଲଗାମରେ ଥିଲା ବେଳେ ମଣିଷ କାହା ଲଗାମରେ ନାହିଁ ଆଜ୍ଞା। ପଲ୍ଲୀକବି ନନ୍ଦକିଶୋର ବଳଙ୍କର ଓଡ଼ିଆ ସାହିତ୍ୟ ସେ କ'ଣ କହିଲେ? କଲା ଗଛ ଲଗାଇବ ଏ ମୂଳେ ଜଳ ଦେବ ରେ ଗଛ ଲଗାଇବ ମୂଳେ ଜଳ ଦେବ କେବେ ନ କରିବ ମନ କେବେ ନ କରିବ ମନ ମଣିଷ ଗଛକୁ ଲଗାଇବ ନାହିଁ ଆରେ ମଣିଷ ଗଛକୁ ଲଗାଇବ ନାହିଁ ଆଉ କାଟିବ ତୋରି ଦାନା କାଟିବ ତୋରି ଦାନା ମଣିଷ ଗଛକୁ ନା କ'ଣ ହେ ମୋର ଗୁଣଗ୍ରାହୀ ସଜ୍ଜନ ସମସ୍ତ କଳାକାର ବନ୍ଧୁମାନେ ଭାଇମାନେ ବାପା ଭାଇମାନେ ସମସ୍ତ ମା ଭଉଣୀମାନେ ପଲ୍ଲୀକବି ନନ୍ଦକିଶୋର ବଳ କହିଲେ ଗଛ ଲଗାଇବ ମୂଳେ ଜଳ ଦବ କେବେ ନ କରିବ ମନା। ମଣିଷ ଗଛକୁ ଲଗାଇବ ନାହିଁ ବେଲେ କାଟିବ ତୋରି ଦାନା। ଯୋଉ ଶାଶୁ ଯୋଉ ବୋହୂକୁ ଭଲ ପାଇଥିବ ଯୋଉ ବାପା ପୁଅକୁ ଭଲ ପାଇଥିବ ଯୋଉ ଗୁରୁ ଶିଷ୍ୟକୁ ଭଲ ପାଇଥିବେ ଏମିତି ବେଳ ଆସିବ ଏମିତି ସମୟ ଆସିବ ଦିନେ ପୁଅ କହିବ ବାପା ମା ତମେ ମୋ ପାଇଁ କିଛି କରିନା। ଆରେ ଗୋଟିଏ ସନ୍ତାନ ପାଇଁ ମା ବାପା କ'ଣ କିଛି କରନ୍ତିନି? କିନ୍ତୁ ଦିନେ ପୁଅ କହିବ ବାପା ମା ତମେ ମୋ ପାଇଁ କିଛି କରିନା। ନାଇଁ ରେ ପୁଅ ସମସ୍ତେ ଅମୃତ ଖାଇବା ପାଇଁ ଇଚ୍ଛା। ଏମିତି ଏମିତି ବିଶ୍ୱରେ ଗୋଟାଏ ଶକ୍ତି ସବୁଦିନ ବିଷ ଖାଏ କିନ୍ତୁ ବିଷ ଖାଏ ଦେଲା ବେଳକୁ ଅନ୍ୟ ଜଣକୁ ଆଜ୍ଞା ଅମୃତ ପ୍ରଦାନ କରେ। ସେ କିଏ? କଲା ସନ୍ତାନ ବୃକ୍ଷ ଯାହାର ଇଏ ବିଷ ଭଜନରେ ଅମୃତ ଅମ୍ଳଜାନ ଯୋଗାଏ ସମ୍ଭାର ସୁମନ ହେ ବୃକ୍ଷ ସବୁଦିନେ ବିଷ ଖାଏ ନାଇଁ ଆଜ୍ଞା ଦେଲା ବେଳକୁ ଅମୃତ ଦିଏ। ନାଇଁ ଆପଣ କହିବେ ଏଠି ସମ୍ମିଳନୀ ହେଇଛି ନୀଳାଚଳ ନିଖିଳ ଉତ୍କଳ ପାଲା ରାଜ୍ୟସ୍ତରୀୟ ସମ୍ମିଳନୀ। ଯୋଉମାନେ ସମ୍ମିଳନୀ କରୁଛନ୍ତି କେତେ କଷ୍ଟ ସମ୍ମିଳନୀ। ମୁଁ ଜଣେ ସ୍ତ୍ରୀ ଲୋକ ଆଜ୍ଞା ପାଲା ଗାୟିକା ମୁଁ କଳା ଭିତରେ ନିଜକୁ ସଜେଇଛି ମଜେଇଛି। ସମ୍ମିଳନୀ କରିବାଟା ଏତେ କଷ୍ଟ ଏତେ ଯନ୍ତ୍ରଣା। ଘର ତିଆରି କରିବାଟା ଭାରି କଷ୍ଟ ଭାଙ୍ଗି ଦେବାଟା ଭାଇ ଭାରି ସହଜ ନା। ये सम्मिलनी जो माने करूछंती आपण मानकु आमंत्रण करूछंती आपण मानकु आतिथ्य करूछंती जो माने आपण मानकु सहानुभूति भीतर रखुछंती से माने जे केते कष्ट पाउछंती। एमिति गोटे जीव सबुदिन विष खाए देला बेल को अमृत दिए सी आज्ञा वृक्ष वृक्ष समस्त को अमृत दिए। रे पुआ अमृत कोठी थाए? हाँ ना 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 कोठी अमृत थाए? कला वैकुंठ समान देख ओटे यही घर परस्पर स्नेह जयरे थाए निरंतर आमे पाला गायक गायिका कलाकार भाई भौणी मैंने बोलुचंदी आम भितर प्रत्येक कलाकार बहु कलाकार मो भलिया कहीं नुहे। हाँ मु गले कौन गाई था ना कौन मु जाइथिले कौन करि था ना कौन यही जो मन भितर भगवान कहले समस्ते नुआटा को भल पाते आज्ञा पुराणा को कहीं भल पाती। कुमुदिनी पंडा 50 वर्ष पाला मंच खेलानी आपण मान कल्याण भल पाइबा जने जन को भल पाइबा भितर आज्ञा कल्याण आसे जन को जने भल पाइबा भितर आशीर्वाद आसे। जी जाको घृणा करे अभिशाप पाए घृणा करने भितर अभिशाप आसे। नीलाचल निखिल उत्कल पाला गायक परिषद तुलसी सारे रमाकांत बाबू आमर केन्दुझर जिलार सभापति विद्याधर भाई केते केते बंधु माने एपटरे मदन सारे वसंत सारे केते केते आज्ञा माने संतोष भाई केते केते आज्ञा माने ये सम्मेलन को आग को नवा पई चली छंती। हेले आज्ञा आमे माने समस्ते ये भात डाली तरकारी केते गुडे आइटम हिची
ଯଦି ଟିକେ ଓଲଣା ହେଇଗଲା ଆମେ ପୁରା ସେଇଠି କହିବା ସେ ରୋଷିଆ କିଏ ରାନ୍ଧିଥିବ ନା। ଆରେ ଆମେ ପା ନିଜେ ଦେଖୁଛେ ବୃକ୍ଷଟା ସବୁଦିନ ବିଷ ଖାଉଛି ଅମୃତ ଦଉଛି। ଆମେ କଣ କରିପାରିଲେ? ଆମେ ମଣିଷ। ବ୍ୟାସ କହିଲେ ବୋଲେ ରତ୍ନଦାନ ପରିବେଦୀୟ ରତ୍ନଦାନ ପରିମୃତ ପରିଶ୍ରେଷ୍ଠ ପରିଗତି। ଆମେ ସମସ୍ତେ ମଣିଷ। ମଣିଷ ଶବ୍ଦର ଅର୍ଥ ମଣି କହିଲେ ରତ୍ନ, ଈଶ ବୋଇଲେ ଶ୍ରେଷ୍ଠ ନାଇଁ। 56 କୋଟି ଜୀବ ଜଗତରେ ମଣିଷ ଶ୍ରେଷ୍ଠ ରତନ। ମାୟା ଧର ମାୟା ସରଜନା କଲା ସୃଷ୍ଟି ଅଟେ ମହାନ। ଇଏ ବିଶ୍ୱରେ ଇଏ ସମସ୍ତ ଭାରତ ବର୍ଷରେ 56 କୋଟି ଜୀବ ଜଗତ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର 4 ବର୍ଣ୍ଣ ଜାତି ଭିତରେ 4 ଜାତି ବ୍ରହ୍ମା ତିଆରି କଲେ। ଗୋଟିଏ ବ୍ରାହ୍ମଣ ତାକୁ ଆପଣ ମାନଙ୍କର ଅଚ୍ୟୁତାନନ୍ଦ ମାଳିକାରେ କହିଲେ ଭଲା ବ୍ରାହ୍ମଣ ରତ୍ନ ବେଦ ସାର ବେଦ ସାର ଦ୍ୱାରୀରେ ସମ୍ଭାର। ସମାଜରେ ବ୍ରାହ୍ମଣ ବ୍ରହ୍ମା ତିଆରି କଲେ। ବ୍ରାହ୍ମଣ ମାନେ କଣ କରିବେ ନା ବ୍ରାହ୍ମଣ ସମାଜର ବେଦଭ୍ୟାସ। ବ୍ରାହ୍ମଣ ମାନେ ସମାଜର ସଂସ୍କାର ତୋଳିବେ। ସତ୍ୟ ତ୍ରେତୟା ଦ୍ୱାପର କଳି 4 ଯୁଗ ଶିକ୍ଷକ। ସତ୍ୟରେ ଜଣେ ବ୍ରାହ୍ମଣ, ଯୁଗ ତିଆରି କଲେ ଜଣେ ବ୍ରାହ୍ମଣ, ସିଏ ହେଲେ ପରାଶର। ଆଉ ଜଣେ ତ୍ରେତୟା ଯୁଗ ତିଆରି କଲେ ଜଣେ ବ୍ରାହ୍ମଣ, ସିଏ ହେଲେ ଆପଣଙ୍କର ବାଲ୍ମୀକି। ଦ୍ୱାପର ଯୁଗ ତିଆରି କଲେ ସିଏ ହେଉଛନ୍ତି ମହାମୁନି ବ୍ୟାସ। କଳି ଯୁଗ ତିଆରି କଲେ ବିଦ୍ୟାପତି ବ୍ରାହ୍ମଣ ନୀଳମାଧବ। ଚିଲିକା ପାରିକୁଦ ଗଡ଼ର କବି ଡକ୍ଟର ମାୟାଧର ମାନସିଂ ସୁନ୍ଦର ପଦଟିଏ କହିଲେ କହିଲେ ସମୁଦ୍ର ପଛକେ ମନା କରୁ ଭାଇ ନଦୀ ତ ବହୁଛି ବହିବ। କାଳିଆର ହାତ ଥାଉ କି ନଥାଉ ଭକତ ଦବାକୁ ପଡ଼ିବ। ଆଲୋ ମେଘରେ ବରଷା ଧରୁ କି ନ ଧରୁ ଚାତକ ଚାହିଁଛି ଚାହିଁବ। ଥାଉ ଭକତ ତା ଦୁଃଖ କହିବ। ଏ ମୋର ଜ୍ଞାନୀ ମଣ୍ଡଳୀ ଚିଲିକା ପାରିକୁଦ ଗଡ଼ର କବି ଡକ୍ଟର ମାୟାଧର ମାନସିଂ ସମୁଦ୍ର ପଛକେ ମନା କରୁ ଏ ନଦୀ ନାଳ ମଳିଆ ପାଣି ଗୁଡାକ ମୋ ଦେହରେ ମିଶନା। କିନ୍ତୁ ଏ ନଦୀ ନାଳ ଝରଣା କଣ ମାନିବ? ବେଳେ ସେ ସମୁଦ୍ର ଦେହରେ ବର୍ଷା ସିଜିଲେ ଯାଇ ପହଞ୍ଚିବ। ସମୁଦ୍ର ମନା କରେ ନାହିଁ। ହେ ମୋର ଜ୍ଞାନୀ ମଣ୍ଡଳୀ କାଳିଆର ହାତ ଥାଉ କି ନଥାଉ ଭକତ ଦବାକୁ କହିବ। ଜଗନ୍ନାଥ ଧାମରେ ଗଲା ବର୍ଷ ନୀଳାଚଳ ନିଖିଳ ଉତ୍କଳ ପାଲା ସମ୍ମିଳନୀ ହେଇଥିଲା ପୁରୀ ବଡ଼ଦାଣ୍ଡ। ଯେତେ ସିଲିବର ଥାଳି ଯେତେ ଭଙ୍ଗା ଦଦରା ଥାଳି ଗଡ଼ୁଛି ଆଜ୍ଞା ଭିକାରୀ ଦୁଃଖୀରଙ୍କୀ ମାନଙ୍କର ତାଙ୍କ ଥାଳି କାହାର ଅପୂରଣ ହେଉଛି? ଯେମିତି ହେଲେ 500 300 100 ପଡ଼ୁଛି ନା। ଆଉ କାଳିଆର ହାତ କାନ ଥାଉ କି ନଥାଉ ଭକତ ତା ଦୁଃଖ କହିବ। ଜଗନ୍ନାଥ ଧାମରେ ଆମେ ଯେତେ ଯିଏ ଅଛନ୍ତି ପାଲାକାର ଆମେ ସମସ୍ତେ ଆମେ ପୁରୁଣା ଜିନିଷକୁ ଭଲ ପାଇବୁନି। ଏ କୁମୁଦିନୀ ପଣ୍ଡା ପୁରୁଣା ଗାୟିକା ଗୋଟେ ନୂଆ ଗାୟିକା ଆଣୁନ। ସେ ଝିଅଟି ଗାଉଛି ନୂଆ କି ଏବେ ପାଲା ସଂସ୍କୃତିକି ଆସିଛି। ସେ ଗାଇଲା ବେଳକୁ ପିଲେ କହୁଛନ୍ତି କେତେ ବଢିଆ ଗାଉଛି ମ। ଆରେ ଏ ପୁରୁଣାକୁ ଛାଡ଼ିଲେ ନୂଆ କୋଉଠି ଆସିବ କି? ପତିତ ପାବନ ଦର୍ଶନ ପାଇଁ ଛଟପଟ ହୁଏ ମୋର ମନ ଚଢ଼େଇ। ମେଘରେ ମେଘ ନେଇ ଯାରେ ମତେ ଉଡ଼େଇ। ମେଘରେ ମେଘ ନେଇ ଯାରେ ମତେ ଉଡ଼େଇ। ପତିତ ପାବନ
রে মেঘ জয় জয় জগন্নাଥ শঙ্খ চক্রধারী মেঘরে মেঘ পুরবাসী মাল তারিণী মেঘরে মেঘ দারিদ্র দুঃখ হরণ যে জানি মেঘরে মেঘ ঘরে বসিଛନ୍ତି কেতে জ্ঞানী জন মেঘরে মেঘ ତାଙ୍କର ପାଦ ତଳେ ମାଗିଲି ଶରଣ মেঘরে মেঘ ଯାହା ଯାହା ଦୋଷା ଦୋଷ କରିବେ ମାର୍ଜନ মেঘরে মেঘ ଭାମଧେ କୁମୁଦିନୀ ପଣ୍ଡାର ନିବେଦନ মেঘরে মেঘ ଯେ ମୁଁ ନାରୀ ଜାତି କ୍ଷୁଦ୍ର ମୋର ମତି মেঘরে মেঘ ସଂସ୍କୃତ ଅଟେ କି ଦୂର ଭାରତୀ মেঘরে মেঘ ଦୋଷ ରଚିଲେ କ୍ଷମିବେ ଆପଣ মেঘরে মেঘ ଭାମଧେ କୁମୁଦିନୀ ପଣ୍ଡାର ନିବେଦନ মেঘরে মেঘ আপনি কଳାକାର ଭାଇମାନେ ମାଗେ ନିବେଦନ মেঘরে মেঘ ତାଳିରେ ମାଧବ ହୁଳହୁଳି ସ୍ୱର୍ଣ୍ଣ মেঘরে মেঘ একতର হরিবল কর তালে মাল হুড়হুড়ি দব মেঘরে মেঘ ঘটকা তারিণী মা যায় শব্দ কানরে বাজিব ঘরে মেঘ হরিবল কর তালে মা হুড়হুড়ি হব হরে মেঘ নেই যারে মতে উড়েই নাম যেତିକି ହେଇଛୁ ପାଲାକାର ଭାବରେ ଆଉ ଟିକେ ସଜେଇ ମଜେଇ ରଚେଇ କହିଲେ ଆଉ ଟିକେ ହବ ସମ ଆମ ହାତରେ ସମୟ ନାହିଁ ହେ ମୋର ଜ୍ଞାନୀ ସଜ୍ଜନ କଥାଟି ଆପଣମାନଙ୍କ ପାଖରେ ଉପସ୍ଥାପନ କରିଥିଲି ପୁରୁଣାଟାକୁ ଆମେ ଭଲ ପାଆନ୍ତି ନାହିଁ ସନ୍ଥ ତୁଳସୀ ଦାସ ରାମଚରିତ ମାନସରେ କଣ କହିଲେ କହିଲା ଗୁଣାନୁବର ଧାର ରାମ ପରିବାର শ্রীরাম জয় রাম জয় জয় রাম ପଞ୍ଚନତ ଧାନ ଦାନ ପିତା সংকট মোচন জয় হনুমান ନୂଆ ଘରଟେ କଲେ ଆଜ୍ଞା ପୁରୁଣା ଘରକୁ ଆଉ ଯିବାକୁ ଇଚ୍ଛା ହୁଏନି ନୂଆ ଡ୍ରେସ୍ ଗୋଟେ ପିନ୍ଧିଲେ ଆଉ ପୁରୁଣା ଡ୍ରେସ୍ଟାକୁ ପିନ୍ଧିବାକୁ ଇଚ୍ଛା ହୁଏନି ଭଲ ନୂଆ ଛୁଆଟେ ଦେଖିଲେ ଆଜ୍ଞା ପୁରୁଣା ଲୋକଟା ପାଖରେ ବସି ହୁଏନି ହେଲେ ବାବୁମାନେ ସନ୍ଥ ତୁଳସୀ ଦାସ କହିଲେ ପଞ୍ଚ ନିଆରା ପାଞ୍ଚଟା ପୁରୁଣା ଜିନିଷକୁ ଛାଡ଼ିଲେ ଆମେ ବଞ୍ଚିପାରିବା ନାହିଁ ସେଇ ପାଞ୍ଚଟା ପୁରୁଣା ଜିନିଷ ବହୁ ପୁରୁଣା ଆଜ୍ଞା ତାକୁ ଲେଖିଲେ କେନ୍ଦୁଝର ଗଡ଼ର ରାଜା ବଳଭଦ୍ର ଭଞ୍ଜ ସ୍ୱର୍ଗତ ବଳଭଦ୍ର ଭଞ୍ଜ ଆରେ ପୁଅ ସେ ପାଞ୍ଚଟା ଜିନିଷ କଣ ପଞ୍ଚଭୂତ ଯାହାର ହୃଦୟ হৃদয় দর এবে হৃদয় দর ছাড়িলে কাহা প্রাণ হইব দর হে হইব হার ছাড়িলে কাহা প্রাণ হইব সার হে হইব সার এই ପାଞ୍ଚଟା ଜିନିଷକୁ ଛାଡ଼ିଲେ ବଞ୍ଚି ପାରିବାନି ପୃଥିବୀ ମା ମାଟି ବସୁଧା ଭାରି ପୁରୁଣା ଆପଣ ପାଞ୍ଚ ତାଲା କୋଠା କରନ୍ତୁ ମାଟିକି ଛାଡ଼ି କୋଉ କୋଠା କରିବେ ଆପ ଆପ କହିଲେ ଜଳ ଆପଣ ଯେତେ ଖାଆନ୍ତୁ ବିଳାସ ବେସନ କ୍ଷୀର ପୁଳି ରସ ପୁଳି ଘୃତ ପୁଳି ଖାଇସାରିଲା ପରେ ପାଣି ଟିକେ ଖୋଜିବେ ସୃଷ୍ଟି ସର୍ଜନାରୁ ପାଣି ଆଜ୍ଞା ସୃଷ୍ଟି କରିଛନ୍ତି ଭଗବାନ ପାଣିଟା ବହୁ ପୁରୁଣା ତେଜ ଅଗ୍ନି ପାଲାକାର ମାନେ ଭୋଜନ କରିବେ ସୁପକାର ଭାଇ 5 ଜଣ 10 ଜଣ ଆସିଥିବେ ନାଇଁ ଆଜ୍ଞା ତାଙ୍କର ଡିସ୍ ଆସିଗଲା ଚୁଲା ଆସିଗଲା ମସଲା ଫସଲା ଆସିଗଲା ପନିପରିବା ଆସିଗଲା ଗୋଟା ଗୋଟା ସବୁ ହେଇଗଲା ହେଲେ ସାରେ ସବୁ ହେଲା ପରେ ଖଣ୍ଡେ ଦିଆସିଲି କାଠି ସେ ମାଗିବେ ପରା ଦିଆସିଲି କାଠଟା ନହେଲେ ରୋଷେଇ ହେଇପାରିବନି ଅଗ୍ନି ବହୁତ ପୁରୁଣା ଏ ଅଗ୍ନିକି ଛାଡ଼ିଲେ ଆମେ ବଞ୍ଚି ପାରିବା ନାହିଁ ଖାଲି ସେତିକି ନୁହେଁ ରେ ପୁଅ ଶ୍ରୀମତ ଭାଗବତ କହିଲେ ଭଲେ ସେ ନାମେ ଗୁରୁ কর্ণধার মোহি অনুকূল সমীর সে সমীর ଆପଣ ଘର ଦ୍ୱାର କରିଛନ୍ତି ବିଳାସ ବେସନରେ ବଞ୍ଚୁଛନ୍ତି ଆଜ୍ଞା ଅଷ୍ଟ ଐଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟତା ଭିତରେ ବଞ୍ଚୁଛନ୍ତି ଘରେ ଏସି ଲାଗିଛି କୁଲର ଅଛି ଫ୍ୟାନ୍ ଅଛି 15 ଦିନ ହେଲା ଟ୍ରାନ୍ସଫର୍ମର ଫାଟିଛି କରେଣ୍ଟ ଗାଁରେ ନାହିଁ ବୈଶାଖ ଜ୍ୟେଷ୍ଠ ମାସ ଆପଣ ଆଉ କ'ଣ ଘରେ ରହିବେ ସେ ଗାଁ ସ୍କୁଲ ପଡ଼ିଆକୁ ବରଗଛ ମୂଳକୁ ଆପଣ ପଳେଇବେ ନା ଖୋଜିବେ କୋଉଠି ଟିକେ ହାୱା ଦିଅନ୍ତା କୋଉଠି ଟିକେ ପବନ ଦିଅନ୍ତା ଟିକେ ଶାନ୍ତି ପାଆନ୍ତା ନାଇଁ ଆଜ୍ଞା ନାଇଁ ପ୍ରକୃତିକି ଛାଡ଼ିକି କେହି ବଞ୍ଚି ପାରେ ନା ପବନ ବହୁ ପୁରୁଣା ରେ ପୁଅ ବିଶ୍ୱଗୁରୁ ବାୟା ଗୀତାରେ କହିଲେ ନାଇଁ କଲା ଅନ୍ତିମ ତର ଧାଦାନ ବହେ ସମୀର
ଗୋରୁ ଗାଈ ଛେଳି ମେଣ୍ଢା ଯେତେ ଗୁଡ଼ିଏ ଜୀବ ଅଛନ୍ତି ହାତ ଗୋଡ଼ ନାକ କାନ ପେଟ ପାଟି ସବୁ ଅଛି ଆଜ୍ଞା। ପବନ ଟିକେ କ'ଣ ନାକରେ ଯଦି ପବନ ଟିକେ ଯିବା ଆସିବା ବ୍ୟତିକ୍ରମ ଆପଣ ହାତ ଛାଡ଼ିଦେବେ ଇଏ ହବନି। ପବନ ଭାରି ପୁରୁଣା ଆଜ୍ଞା। ସେ ପରମାତ୍ମା ବହୁ ପୁରୁଣା। ପୁରୁଣାର ସାହାଯ୍ୟ ଆପଣ ନିହାତି ମାଗିବେ। ଆକାଶ ଆକାଶ ଏଇଠି ପୁଅରେ ପାଲାକାର ମାନେ ଆମେ ପାଲା କରୁ ଦାଣ୍ଡରେ ଯୋଉ ଚନ୍ଦ୍ରାତପ ଚାନ୍ଦୁଆ ଭିଡ଼ା ହୁଏ ଚାରି କୋଣରେ ଚାରିଟା ଖୁଣ୍ଟି ରହେ ଚାରିଟା ଖୁଣ୍ଟ ରହେ ଉପରେ ଚାନ୍ଦୁଆ ଝୁଲେ। ଆରେ ପୁଅ ସେଥିରେ 500 700 2000 20,000 ଲୋକ ରହିବେ କିନ୍ତୁ ଏମିତି ଗୋଟେ ଚାନ୍ଦୁଆ ପ୍ରକୃତି ତିଆରି କରିଛି। ବିଶ୍ୱଗୁରୁ ବାଇଆ କହିଛନ୍ତି ଗଲା ଆରେ ପୁଅ ଗଲା ପ୍ରକୃତି ପୁରୁଷ ଉଭୟ ବନ୍ଧନ ନୋହିବ କେବେ ଯାହାର ଆକାଶ ଯାହାର ଚାନ୍ଦୁଆ ଭାଇରେ ପୃଥିତ ଆଖଡ଼ା ଘର। ଆକାଶ ଯାହାର ଚାନ୍ଦୁଆ ଭାଇରେ ପୃଥିବୀ ଆଖଡ଼ା ଘର। ଏଡ଼େ ବଡ଼ ଚନ୍ଦ୍ରାତପ ଚାନ୍ଦୁଆଟେ ଭିଡ଼ିଛି ଭଗବାନ ସୃଷ୍ଟିକର୍ତ୍ତା ନିରାକାର ପୁଣ୍ୟ ବ୍ରହ୍ମ। ଏ ଆକାଶ ଚାନ୍ଦୁଆ ତଳେ ଏଇ ପାଲାବାଲା ଯାତ୍ରାବାଲା ବେପାରୀବାଲା ଏଇଠି ଶିକ୍ଷକ ଏଇଠି ଅଧ୍ୟାପକ ଏଇଠି ଲେକ୍ଚର ଏଇଠି ଗରିବ ଏଇଠି ଧନୀ ଆଜ୍ଞା ସମସ୍ତେ ଆକାଶ ରୂପୀ ଚାନ୍ଦୁଆ ତଳେ ଆମେ ଆଶ୍ରୟ ମାଗିଛନ୍ତି। ତାହେଲେ ଆପଣ କହିଲେ ଆମର କୋଉଟା ମଣିଷ କହେନି କହିଲା ମୋ ଗାଡ଼ି ଭଳିଆ ଗାଡ଼ି ଅଛି ମୋ କୋଠା ଭଳିଆ କୋଠା ଅଛି ଆରେ ମୋ ପୁଅ ଭଳିଆ ପୁଅ ଅଛି। ବାପ ମା ଭଲ ହେଲେ ସେ ଘର ସ୍ୱର୍ଗ ହୁଏ। ବାପ ମା ଦୁଇ ଜଣ ଭଲ ପଡ଼ିଲେ ଜୀବନରେ ସେ ଘର ସ୍ୱର୍ଗ ହୁଏ। ଗୋଟେ ପାଠ ପଢୁଆ ପୁଅ ଚାକିରି ବାକିରି କଲେ ଟଙ୍କା ପଇସା ଇନକମ କଲେ ରୋଜଗାରିଆ ପୁଅ ପାଇଁ ସେ ଘରର ଧନ ବଢେ। ପୁଅ ବାହା କରି ଭଲ ବୋହୂଟିଏ ଆଣିଲେ ଆଜ୍ଞା ବୋହୂ ପାଇଁ ଘରର ମାନ ଇଜ୍ଜତ ସମ୍ମାନ ବଢେ। ଆରେ ପୁଅ ସମସ୍ତେ କହନ୍ତି ଆମ ପୁଅ ବଡ଼ ସ୍କୁଲରେ ପାଠ ପଢିବ ବଡ଼ କଲେଜରେ ପାଠ ପଢିବ ନାଇଁ ବଡ଼ ଚାକିରି କରିବ। ସମସ୍ତେ ଆମ ପୁଅ ଝିଅକୁ ଆମେ ଏଇ ଆଶା ଏଇ ପ୍ରକାଶ ଆମେ କରନ୍ତି ଆଜ୍ଞା ପିଲା ବଡ଼ ଚାକିରି କରୁ ବଡ଼ ପାଠ ପଢୁ। ବାପ ମା ଦିନେ କହିଛନ୍ତି ରେ ପୁଅ ଅଚ୍ୟୁତ ପୁଣି କହିଲେ ମାଳିକାରେ ଗଲା ଭଲ ମଣିଷ ଆଦର ଯେବେ ହେବୁ ଭଲ ନ୍ୟାୟରେ ଗଢିବ ବାଳୁତ ନନ୍ଦ। ବାପା ମା ସବୁବେଳେ ପିଲା ଛୁଆଙ୍କୁ କହିବା ବାବାରେ ପାଠ ଯାହା ପଢୁଛୁ ପଢ ଗୋଟେ ଭଲ ମଣିଷ ହଉ। ଆପଣ ମାନେ ଭଲ ମଣିଷ ବୋଲି ପାଲା ପାଖରେ ବସିଛନ୍ତି ନା ଯୋଉମାନେ ଭଲ ମଣିଷ ସେ ପାଲା ପାଖରେ ବସନ୍ତି। ମୁଁ କୁମୁଦିନୀ ପଣ୍ଡା କହୁନାହିଁ ଭୀମ ଭୋଇ କହିଛନ୍ତି ସନ୍ଥ କବି ଭୀମ ଭୋଇ କହିଛନ୍ତି କହିଲା ଅସଲି ସୁନାକୁ ବଣିଆ ନକଲି ସୁନାରେ ନାହିଁ କାରବାର ନକଲି ସୁନାରେ ନାହିଁ କାରବାର। ଅସଲି ସୁନାକୁ ବଣିଆ ଆଦର। ଭଲ ଲୋକ ଯିଏ ଭଗବାନ ଆଜ୍ଞା ଭଲ ପାଆନ୍ତି ଖରାପ ଲୋକକୁ ଭଗବାନ ଭଲ ପାଆନ୍ତିନି। ଯୋଉମାନେ ଖରାପ ଲୋକ ତାଙ୍କୁ କିଏ ଭଲ ପାଆନ୍ତି ତାକୁ ପୁଣି ସନ୍ଥ କବି ଭୀମ ଭୋଇ କହିଛନ୍ତି କହିଲା ରାକ୍ଷସ ସମୂଳ ହୋଇବେ ରେ ଦାନ କହିଲା ଅସୁର କଲ୍ୟାଣ ଲଭିବ ଜୀବନ। ଯୋଉମାନେ ବାପା ମାକୁ ଭଲ ପାଆନ୍ତିନି ଗୁରୁ ଗୁରୁଜନକୁ ଭଲ ପାଆନ୍ତିନି ଭଲ ଜାଗାରେ ବସନ୍ତିନି ଭଲ ଲୋକଙ୍କୁ ଚିହ୍ନନ୍ତିନି ଭଲ ବ୍ୟବହାର ଦେଇ ଜାଣନ୍ତିନି ନାଇଁ ଭଲ ଖାଦ୍ୟ ଖାଆନ୍ତିନି ଭଲ ବାଟରେ ଯାଆନ୍ତି ନାହିଁ ସେ ଲୋକଙ୍କ ଉପରେ ରାକ୍ଷସ ଅସୁର ମାନଙ୍କର କଲ୍ୟାଣ ରହେ। ବୁଝୁଛନ୍ତି ଆଜ୍ଞା ସେ ଲୋକଙ୍କ ମଥାରେ ରାକ୍ଷସ ମାନଙ୍କର କଲ୍ୟାଣ ରହେ ନାଇଁ। ଯୋଉମାନେ ଭଲ ଲୋକ ପାଖରେ ବସନ୍ତି ଆପଣ ମାନେ ବସିଛନ୍ତି ଭଲ ଲୋକ ଆଜ୍ଞା ଅସଲି ସୁନା ନହେଲେ ପାଲା ଦେଖିବା ପାଇଁ ଇଚ୍ଛା ହୁଏ। ଗୋଟିଏ ଭଲ ମଣିଷ ହେଲେ ଆଜ୍ଞା ପାଲା ପାଖରେ ଅଧଘଣ୍ଟେ ବସିବାକୁ ଇଚ୍ଛେ। କୁମୁଦିନୀ ପଣ୍ଡା ମୋ ଘର କଥା କହିବିନି ପିଲା ଛୁଆ କଥା କହିବିନି ସଂସାର କଥା କହିବିନି ବିଶ୍ୱରେ ହେଡ୍ ଅଫ୍ ଦ ଡିପାର୍ଟମେଣ୍ଟ ଏ ବିଶ୍ୱରେ ଯିଏ ହେଡ୍ ଅଫିସର ଭକ୍ତ ଚରଣ ଦାସ ମନବୋଧ ଚୌତିସା କଣ କହିଲେ ହଁ ବୋଲେ ସଂସାର ମିଥ୍ୟା କୃଷ୍ଣ ନାମ ସଂସାର ମିଥ୍ୟା କୃଷ୍ଣ ନାମଟି ସତ୍ୟ ଶ୍ରୀକୃଷ୍ଣ ପାଦ ପଦ୍ମେ ଲତୁ ଚିତ ଶ୍ରୀକୃଷ୍ଣ। ଆମେ ସବୁ ପାଲାଚାର୍ଯ୍ୟ ମାନେ ଏଇ ଗୀତ ଶିଖିଛୁ ଆଜ୍ଞା ଗାଉଛୁ ହଁ ଆଜ୍ଞା କିନ୍ତୁ ଆମେ ଯାହା ଗାଉଛୁ ଆମେ ସେଇଆ କରୁନୁ। ଆମେ କହୁଛୁ ସଂସାର ମିଥ୍ୟା ଲେଖିଛନ୍ତି ଲେଖକ କୃଷ୍ଣ ନାମ ସତ୍ୟ।
आजिकाली छुआ पिला कहते कृष्ण नाम मिछ संसार सत्य ठीक नहीं आज्ञा राइट किए कृष्ण किए राम किए गोविंद व्हाट राम ये पालाचार्य माने उच्चारण आम जहाँ करूँ आम आचरण सैया नुहे ठीक आम कहीदू मु आगरू कही आपण मानू हे हे पुराना जिनिस को आम छाड़ी दऊ नुआटा को आदर करू यस ये भारत वर्ष भारत जेते संस्कृति संपन्न कलाकार अच्छा पाला गायक गायिका मान आया पाला मंच को आसिले चामर धरले से आज्ञा सत्यनारायण को प्रीति अर्थ हरि हरि बोल तीन थर हरि हरि बोल पकादिनी विश्वर कल्याण हो हरि हरि बोल जजमान मंगल हो हरि हरि बोल यही जो हरि बोल केते दिन सूची है ये विज्ञान जत बेले शेष वैज्ञानिक मानकर विज्ञान जो समाप्ति सृष्टिकर्ता भगवान सृष्टिटा से आरंभ जीवन एमिति नाटकटे बंधु लेखि पढ़ी बुझी पारिले हेला लेखि पढ़ी बुझी पारिले हेला जीवन एमिति नाटकटे बंधु लेखि पढ़ी बुझी पारिले हेला लेखि पढ़ी बुझी पारिले हेला दी दिन पाइकी दुनिया मंचरे अभिनय चले सकाल संजरे अभिनय सरी गले कथा सरिला जीवन एमिति नाटकटे बंधु लेखि पढ़ी बुझी पारिले हेला शब्द जोड़ी लेखि पारिले हेला सुर ताल देई गाइले हेला जीवन एमती नाटकटे बंधु लेखि पढ़ी बुझी पारिले हला पारिले हे मोर ज्ञानी सज्जन मंडली आमे हे समाज रे आमे माने जने जने मनीष आमे समस्त मनीष आमको अमनीष किए कहबो र ताको आपण मान कर धर बेहर सुंदर पदटिए कहले बोले आन हृदय हृदय मिसाई जे थरे देखी नाही आरे ताको काई आमे ज्ञानी रे गणिबा अज्ञानी रहिबे काहे अरे नीलाचल निखिल उत्कल पाला गायक परिषद संघ पाला गायक गायिका माने पाला परिवेषण करुचंदी मते जने बंधु कहले ना धरबिनी कहले कुमुदिन नानी तमर तो लिस्ट नाही पाला कोन करिवो मने मते फेरे दउना एबे मना करन मु जो दीटा बेले गाइबी आउ जने भाई जाउ नांती नाही सम्मान पाइले जति खुशी अपमान पाइले सेति खुशी नाही आउ गोटिए भाई कहले नानी ई एडे बड़ मोटा हिथिलो काई केमिति हेलोनी मु गोटे पद कहली मनबद्ध चौदिशा बोला जमत न जानई रे बाळो तो जो न जानई बालु त जुवा जीवु बोली मने आइछु अबारे भाबिछु अबा जमत न जानई बाळो तो जुबा तीन हाथ अधे मनीष आपण कई कई लोक आज्ञा ओजन ओजन रे ठिया हेले जे 80 केजी 90 केजी कुमुदिनी पंडा मु थिली आज्ञा 70 75 केजी मो भाई की उत्तर देली बोली 75 केजी कुमुदिनी पंडा मरी गले मते बोही परिबे ना जम आगरु षडयंत्र करिकी मते 50 को नहीं आसला नहीं बोहिबा पई कोकेईटा खूब सुविधा हबो एडे बड़ देहटा को किए बोहिबा बोला जीवन थिले देह दिन हाजी जीवा चकिराती भाई जगत थीवा हे जगत थीवा नाहंती गांधीजी लेवरु सुभाष चंद्र बोस वल्लभ भाई पटेल गोपबंधु दास ये नाहंती आज्ञा ये संसार पळै गलेनी अछंती कि ना मरी गला परे हजि गला परे आम बापा माँ संसार पळै गलेनी जो माने नाहंती तांकर जन्मदिन आम परिवार रे आमे पुओ पाळुचु ना गांधीजी नेहरू सुभाष चंद्र बोस वल्लभ भाई पटेल एमानकर भारत वर्ष जन्मवार्षिक पाळुची आया आज नेहरू जन्मवार्षिक आज गांधीजी जन्मदिन अरे पुओ एमानकर जन्मवार्षिक कहीं पालना होची पुनश्च गंगाधर मेहर कहले बोला आज्ञा पद पाइबा को विज्ञ जे विचारे
ଆଜ୍ଞା ପଦ ପାଇବାକୁ ବିଜ୍ଞ ଯେ ବିଚାରେ ତାହାଠାରୁ ଅଜ୍ଞ ଆଉ ଅଛି କେ ସଂସାରେ ଜୟ ଜୟ ହେ ଆହା ଜୟ ଜୟ ହେ ଶଙ୍କର ଆଜ୍ଞା ପଦ ପାଇବାକୁ ବିଜ୍ଞ ଯେ ବିଚାରେ ଆପଣ ମାନେ ମୋର ଗୁରୁତୁଲ୍ୟ ଭାତୃତୁଲ୍ୟ ପିତୃତୁଲ୍ୟ ବଡ଼ ଭାଇ ବସିଛନ୍ତି ଆଗରେ ଡାକିଦେଲେ କୁମୁଦିନି ମୁଁ ଯଦି ଆଜ୍ଞା ନ କହିକି ଆଁ କହିଲି ଭାଇ କହିବେ କୁମୁଦିନି ତାର ତ ଶିଷ୍ଟାଚାର ନାହିଁ ଗୋଟେ ବ୍ୟବହାର ନାହିଁ ମତେ ଆଁ କହୁଛି ହେ ମୋର ଜ୍ଞାନୀ ମାନେ ଗଙ୍ଗାଧର ମେହର କେଡେ ଉଦାର କେତେ ନିର୍ମଳ କେଡେ ପବିତ୍ର ରମଣୀୟ କମଣୀୟ ସୁନ୍ଦର ସାବଲୀଳ ହୃଦୟ ତାଙ୍କର କହିଲେ ଆଜ୍ଞା ପଦ ପାଇବାକୁ ବିଜ୍ଞ ଯେ ବିଚାରେ ଆମେ କାହିଁକି ଆଜ୍ଞା ପଦ ନବା ପାଇଁ ଏତେ ଛନ ଛନ ଏତେ ଟକ ଟକ କି ଆମ ଭାଗ୍ୟରେ ଯଦି ଆଜ୍ଞା ପଦ ଥିବ ଆମ ପଛରେ ଗୋଡେଇବ ଆଉ ପଦେ କହିଦେଲେ ମେହର କହିଲେ ଆଜ୍ଞା ପଦ ପାଇବାକୁ ବିବେଚିତ ଯେ ଜନ ଏବେ ଚିତ ଯେ ଜନ ତାହା କରି ଯାଇଛି ଜନ ଆଜ୍ଞା ପଦ ପାଇବାକୁ ବିବେଚିତ ଯେଉଁ ଜନଜ୍ଞ ତାହା କରି ଯାଇଛି ମୋ ଜନ ସେ ଗଲେନି ଆଜ୍ଞା ଗାନ୍ଧିଜୀ ନେହେରୁ ସୁଭାଷ ଚନ୍ଦ୍ର ବୋଷ ବଲ୍ଲଭ ଭାଇ ପଟେଲ ଗୋପବନ୍ଧୁ ଦାସ ନାଇଁ କାବ୍ୟକର୍ତ୍ତା ଭଞ୍ଜ କବି ସୂର୍ଯ୍ୟ ବଳଦେବ ରଥ ନୈଷଦ କୁମାର ସମ୍ଭବ ଆରେ ପୁଅ ରଘୁବଂଶ ମେଘଦୂତ ହଂସଦୂତ ଏ କାବ୍ୟ ନାଟକ ଯେଉଁମାନେ ଲେଖିଥିଲେ ସେମାନେ ନାହାନ୍ତି ଭଞ୍ଜ ନାହାନ୍ତି ଭଞ୍ଜଙ୍କର ଭୁବନେଶ୍ୱର ସାହିତ୍ୟ ଏକାଡେମୀ ଭଞ୍ଜ ମଣ୍ଡପ ଯଶକୀର୍ତ୍ତି ସଜୀବତୀ ହଁ ଏମାନେ ନାହାନ୍ତି ତାଙ୍କ ଶ୍ରାଦ୍ଧ ଦିବସ ପାଳିବା କଥା ମରିବା ଲୋକର ଶ୍ରାଦ୍ଧ ଦିବସ ତ ଆମ ପୁଅ ବୋଉ ମାନେ ଆମକୁ ଦେବେ କି ନାହିଁ ନାଇଁ କିନ୍ତୁ ମରିଗଲା ପରେ ତାଙ୍କ ଜନ୍ମଦିନ ଆମେ ପାଳୁଛୁ ଆଜ୍ଞା ନାଇଁ ଆଜ୍ଞା ପଦ ପାଇବାକୁ ବିବେଚିତ ଯେଉଁ ଜନ ସେମାନଙ୍କ ନାଁରେ ଆଜି ଯାଏ ଆପଣମାନେ ସ୍ଲୋଗାନ ଢାଳୁଛନ୍ତି ନାଇଁ ଗାନ୍ଧିଜୀ ନେହେରୁ ସୁଭାଷ ଚନ୍ଦ୍ର ବୋଷ ବଲ୍ଲଭ ଭାଇ ପଟେଲ ଗୋପବନ୍ଧୁ ଦାସ ତାଙ୍କ ପଛରେ ପରେ ଆଜ୍ଞା ପଦ ଆପଣ ପଦ ଧାଇଁଛି ନାଇଁ କେହି ଯଦି ବାବୁ ଡାକିଦେଲେ ପୁଅକୁ ପୁଅ ଯଦି ଆଁ କହିଲା କ'ଣ ହେଇଗଲା ବିକଳ ନୁହଁ ମନ କଷ୍ଟ ନୁହଁ ଛୁଆ କହିଲେ କୋଉ ରେ ପୁଅ ପୁନଶ୍ଚ ମହାପୁରୁଷ ପୁଣି ପଦେ କହିଲେ କାହିଁକି ଏମାନଙ୍କର ଜନ୍ମବାର୍ଷିକ ଆମେ ପାଳୁଛୁ ହଁ ଯେତେ କଳାକାର ଭାଇମାନେ ଯେତେ ବନ୍ଧୁମାନେ ଆପଣ ତ ଆଜ୍ଞା ପଦ ନେଇ ସାରିଲେଣି ଓଡ଼ିଶାର ବରେଣ୍ୟ ବରପୁତ୍ର ଆପଣମାନେ କଳାକାର ହେଉଛନ୍ତି ଜଣେ ଜଣେ ଦେବତା କଳାକାର ହେଉଛନ୍ତି ଜଣେ ଜଣେ ଭଗବାନ କଳାକାର ହେଉଛନ୍ତି ଜଣେ ଜଣେ ଗନ୍ଧର୍ବ ଜାତୀୟ ପୁରୁଷ ଭଗବାନଙ୍କର ଅସୀମ ଆଶୀର୍ବାଦ ନଥିଲେ ଗୋଟେ କଳାକାର ଗାଁ ମାଟିରେ ଜନ୍ମ ହୁଏନି ତାକୁ ପରାଶର ସଂହିତାରେ ବ୍ରାହ୍ମଣ ପରାଶର ଗୋଟେ ଶ୍ଲୋକ ଲେଖିଲେ କହିଲେ କ'ଣ କଲ୍ୟାଣ ଥିଲେ ଗାଁ ମାଟିରେ ଗୋଟେ କଳାକାର ଜନ୍ମ ହୁଏ ଶୁଣୁ କ'ଣ କହିଲେ କହିଲେ ଗାୟତ୍ରୀ ସମ୍ଭବ ପୂର୍ଣ୍ଣାହା ଧାନ ପରିଶ୍ରବାହା ପିତୃଧାନ ପରିବକ୍ଷୀୟ ମାତୃନା ପରମ ପଦ କଲ୍ୟାଣ ଗୁଣଇ ଧାନ କଳାକାର ଏତଟି ଆଶୀର୍ବାଦ କଲ୍ୟାଣ ଥିଲେ ଗାଁ ମାଟିରେ ଗୋଟିଏ କଳାକାର ଜନ୍ମ ହୁଏ ଗାୟତ୍ରୀ କହିଲେ ଗୋମାତା ଗୋମାତାର ଆଶୀର୍ବାଦ ଥିଲେ କେନ୍ଦୁଝର ମାଟିରେ ଗୋଟିଏ କଳାକାର ଜନ୍ମ ହବ ଆଜ୍ଞା ବାପ ମାର ଆଶୀର୍ବାଦ ଥିଲେ ଗୋଟିଏ କଳାକାର ଜନ୍ମ ହବ ପୈରସ ପୁରୁଷ ପୈରସ କହିଲେ ପରପୁରୁଷ ପିତୃଲୋକ ପିତୃପୁରୁଷଙ୍କର କୃପା କଲ୍ୟାଣ ଆଶୀର୍ବାଦ ଥିଲେ ଗାଁରେ ଗୋଟିଏ କଳାକାର ପୁଅ ଝିଅ ଜନ୍ମ ହେବେ ନାଇଁ ଆଜ୍ଞା ଜନସ୍ୟ କଲ୍ୟାଣ ଯଥା ଲୋକ କଲ୍ୟାଣ ଆଶୀର୍ବାଦ ଗୁଡ଼ିଏ ଥିଲେ ଲୋକ କଲ୍ୟାଣ ଆଶୀର୍ବାଦ ଗୁଡ଼ିଏ ଥିଲେ ଆଜ୍ଞା ଗୋଟେ କଳାକାର ମାଟିରେ ଜନ୍ମ ହୁଏ ଖାଲି ସେତିକି ନୁହେଁ ରେ ପୁଅ ଏତେ ଏତେ କଳାକାର ଅନ୍ତର୍ଯାମୀ ହରି ଅନ୍ତର ବେଦନା କେଉଁ କଥାଟା ଓଜନା କଳପେ କଳପେ ବିଳପି ନଚିଳ ଯୋଗୀ ଋଷି ହେଲେ ବରାରେ ଯୋଗୀ ଋଷି ସାଧୁ ସନ୍ଥ ମାନେ ଭୃଙ୍ଗୁ ଅଙ୍ଗିରା ଦୁର୍ବାସା ଅତ୍ରି ମରିଚିକା ଆଗ୍ନିକ ବ୍ରହ୍ମଗ୍ନି ଅଗସ୍ତ୍ୟ କୁମ୍ଭକ ଭରଦ୍ୱାଜ ମାର୍କଣ୍ଡେୟ ଏତେ ଏତେ ବାବାଜୀ ସାଧୁଙ୍କର ଯଶକୀର୍ତ୍ତି ବର୍ଣ୍ଣନା କରି ଶେଷ କରିପାରିଲେନି କୁମୁଦିନ ପଣ୍ଡା କ'ଣ ଜାଣିଛି କହିବ ଆଜ୍ଞା ମୁଁ ମୂର୍ଖଟା କ'ଣ ଜାଣିଛି କିଏ ବାପି ଭାଇ ନା ନନା ଗୋସେଇ ଇଆଡ଼େ ମ ହଁ ତାଙ୍କ ଷ୍ଟେଜକୁ ନେବେ ନେବେ କୁମୁଦିନ ନାନୀ ଯିବ ଯିବ କହିକି ମୋତେ ବୁଢ଼ୀ କରିଦେଲ ତମ ଟଙ୍କା ନାହିଁ କି ସିଆଡ଼େ ଟଙ୍କା ନାହିଁ କି ଭୂଷଣ୍ଡପୁର ଆଡ଼େ ନାଇଁ ଏଇ ବର୍ଷ ଯିବ କହିକି ଆଉ ମୁଁ ତ ବୁଢ଼ୀ ହେଲି ଆଉ ଡାକିବଟି
ବାସାଂଶଜର ନାନୀ ଯଥା ବ୍ୟାହ ନବାଡ଼ି ଗୁରୁନତି ନର ପୁରାଣୀ ଆଜ୍ଞା ଆଜ୍ଞା ତଥା ଶରୀରାନି ବ୍ୟାହୟତିର୍ନା ନାନୀ ସଂଜାତି ନବେ ନିଦେହି। ଆରେ ପୁଅ ସବୁ ବାବୁ ମାନେ ଧଳା ଲୁଗାଟାକୁ ପିନ୍ଧିବା ପାଇଁ ଧଳା ପ୍ୟାଣ୍ଟ ସାର୍ଟ ଭାରି ଭଲ ପାଆନ୍ତି କାରଣ ଏଥିରେ ଦାଗ ଲାଗିବାଟା ଭାରି ସହଜ ବୁଝୁଛନ୍ତି ଓଲଟା କଲି କି ଅର୍ଥ ନାଇଁ ଧଳା ଲୁଗା ପିନ୍ଧିଲେ ଦାଗଟା ଲାଗିଗଲେ ହଠାତ୍ ଜଣା ପଡେ ମାଳିକା ଅଚ୍ୟୁତାନନ୍ଦ କହିଲେ କହିଲା ବସନ ପିନ୍ଧିବ ଧଳା ଇଏ ଚରିତ୍ର ହଇବ ନିଜର କଳା ଦିନେ ବୁଡ଼ାଇ ଦବରେ ଭେଳା ସୁମାନ ହେ ଦିନେ ବୁଡ଼ାଇ ଦେବର ଭେଳା ସୁମାନ ହେ ବସନ ପିନ୍ଧିବ ଧଳା ଚରିତ୍ର ହଇବ ବହୁତ କଳା ଦିନେ ବୁଡ଼େଇ ଦବ ଭେଳା। ଆମେ ଆଜ୍ଞା କଳା ପିନ୍ଧୁଛୁ ଦାଗ ଯେତେବେଳେ ଲାଗିଯିବ ଜଣା ପଡ଼ିବନି ଧଳା ପିନ୍ଧିବା ଲୋକ ଦାଗଟାକୁ ଭାରି ଭୟ କରନ୍ତି। ହେ ମୋର ପଣ୍ଡିତ ସଜ୍ଜନ ସମାଜ ଆରେ ପଣ୍ଡିତ ମାଧବ ଚନ୍ଦ୍ର ମିଶ୍ର କାବ୍ୟ ସତୀ ଚନ୍ଦ୍ରିକା ସତୀ ଚନ୍ଦ୍ରିକା କାବ୍ୟରେ ପଣ୍ଡିତ ମାଧବ ଚନ୍ଦ୍ର ମିଶ୍ର ସୁନ୍ଦର ପଦଟିଏ କହିଲେ ଦୀପ ଜଳୁଥିଲେ ତଳଟି ବାବୁରେ ଦିଶଇ ତାର ଅନ୍ଧାର ଗୁଣିତ ଲୋକ ଚିହ୍ନିବେ ନାଇରେ କେନ୍ଦୁ ଧରରେ ଆଦର। ବିଶ୍ୱଗୁରୁ ବାଇଆ କହିଲେ ଦୀପ ତଳ ଅନ୍ଧାର ପାଲା ଜଗତରେ 50 ବର୍ଷ ଗାଇଲା ପରେ ଆଉ କ'ଣ ଗୋଟେ ନାଁ କମେଇବି ଭଲ ହେଇଥିଲେ ହେଇଛି ଖରାପ ହେଇଥିଲେ ହେଇଛି ଆଉ କ'ଣ ବୟସ ଅଛି ଆଜ୍ଞା କୋଉ ଦିନ ପଣ୍ଡା ଆଉ ଗୋଟେ ନାଁ କମେଇବ ସିଲି କପ ଭତ୍ତା ପାଇବ ହେଇଲୋ ମୋର ମା ମାନେ ବୋହୂ ମାନେ ଏବେ ଆଜିର ଛୁଆ ଇଏ ସମସ୍ତ କଳାକାର ବାବୁ ମାନେ ଇଏ ସମାଜର ସଂସ୍କୃତିର ଗୋଟିଏ ଗୋଟିଏ ଦୀପ ଇଏ ସଂସ୍କୃତି ମାର୍ଗଦର୍ଶକର ଗୋଟିଏ ଗୋଟିଏ ପ୍ରଦୀପ ଏଇମାନେ ଜଳିଲେ ଆଜ୍ଞା ଇଏ ଦୀପ ଦିନେ ଲିଭିବ ଇଏ ଦୀପ ଜୁଳୁ ଜୁଳୁ ହେଲାଣି ଭାଇ କହିଲେ ଏତେ ମୋଟା କାହିଁକି ପତଳା ହେଲେଣି ନା ଇଏ ଗାତରେ ଧରିବ ତ ଏଡେ ବଡ଼ ଦେହ ଛୋଟିଆ ହେଇଗଲେ ଟିକେ ନବାକୁ ସହଜ ହବ। ହେ ମୋର ଗୁଣଗ୍ରାହୀ ସଜ୍ଜନ ମଣ୍ଡଳୀ ଆଜି ମଣିଷ ଅଛି କାଲି ନାହିଁ ପଣ୍ଡିତ ମାଧବ ଚନ୍ଦ୍ର ମିଶ୍ର ସତୀ ଚନ୍ଦ୍ରିକା କାବ୍ୟରେ ଚକ୍ଷିରାଗରେ ପଦେ କହିଲେ ପାଲା ଚର ଚର ପାଳିନି ହଁ ଚର ଚର ପାଳିନି ସିନ୍ଧୁ ଜେମା କମାଳିନୀ ହେ ସିନ୍ଧୁ ଜେମା କମାଳିନୀ ଦିନି ବାଣୀ ଦେବୀର ଗୋଟେ ପଦ ଆରମ୍ଭ କରିଦେଲେ ମୁଁ ସବୁ ଗାଉଛି କି 1000 ଟଙ୍କା 6 ଭାଗେ ହଉଛି ମୁଁ କିଆ ଗାଇବି ସବୁ ମୁଁ ଆରମ୍ଭ କରି ତୋଡ଼ ମାଡ଼ରେ ଆରମ୍ଭ କରିଦେବି ତାଙ୍କ କଣ୍ଠ ସେ ଧରିବି ଧର୍ମ ଅର୍ଥ କାମ ମୁଖ୍ୟ ଦାୟକ ପୁଣ୍ଡରୀ କାକ୍ଷ ହେ ଦାୟକ ପୁଣ୍ଡରୀ କାକ୍ଷ ନଣ୍ଡାଟି ବଇଥିରେ ପାଲା ପେମେଣ୍ଟ ହେଲା ବେଳେ ଅନୁଷ୍ଠାନରେ ଇଏ ମୋ ପାଖରେ ଘୁଞ୍ଚିକି ଠିଆ ହବ ଯଦି ପଇସା ନେଲା ବେଳେ ଟିକେ ଭୁଲ ଭାଲ ହେଇଗଲା ସିଏ ମତେ କହିବ କାଗଜ ଚିରିବନି ମୁଁ ଆଉ ଥରେ ହିସାବ କରିବି ନାଇଁ ଇଏ ପାଳି ଧରିବାର 1 ନମ୍ବର ଠକୁଆ ଇଏ ଖାଲି ପାଟି ପାକୁ ପାକୁ କରିବ ମୋଟେ ଧରିବନି ଗଲା ଧର୍ମ ଅର୍ଥ କାମ ମୁଖ୍ୟ ଦାୟକ ପୁଣ୍ଡରୀ କାକ୍ଷ ହେ ଦାୟକ ପୁଣ୍ଡରୀ କାକ୍ଷ କଳପତରୁ ବିଶ୍ୱକାରଣ ଯେଉଁ ପୁରେ ବୀରା ଜମାନା ଯେଉଁ ପୁରେ ବୀରା ଜମାନା ଆରେ ତୁଳନା କରିବି ଅବା ଧର୍ମ ଅର୍ଥ କାମ ମୁଖ୍ୟ ଦାୟକ ପୁଣ୍ଡରୀ କାକ୍ଷ ଚତୁର୍ବର୍ଗ ଫଳକର୍ତ୍ତା ମଣିଷ ନୁହେଁ ଆଜ୍ଞା ଚତୁର୍ବର୍ଗ ଫଳକର୍ତ୍ତା ସ୍ୱୟଂ ଜଗନ୍ନାଥ ବିଶ୍ୱଚିନ୍ତାମଣି ପରମାତ୍ମା ପରମେଶ୍ୱର ଯିଏ ଯେତିକି ଫୁଲରେ ପୂଜା କରିବ ସେତିକି ଫଳ ପ୍ରାପ୍ତି ହବ ଗୋଟିଏ ଫୁଲରେ ପୂଜା କରୁଥିଲେ ଗୋଟିଏ ଫଳ ପାଇବ ଗୋଟିଏ ଫୁଲରେ ପୂଜା କରୁଥିଲେ ଭକ୍ତି ନୈବେଦ୍ୟ ଭାବ
ବିଶ୍ୱଗୁରୁ ବାଇଆ ଗୀତାରେ କହିଛନ୍ତି କୋଟିଏ ଫୁଲରେ ପୂଜା କଲେ ତାଙ୍କୁ ଗୋଟିଏ ଫଳ ପାଇବ। ଏହାର ପ୍ରମାଣ ପାଲାକାର ଭାଇମାନେ ବସିଛନ୍ତି, ମୁଁ କ'ଣ ଅଧିକ ଜାଣିଛି? ଆପଣଙ୍କର ସତ୍ୟ ଆମ୍ବ ବିବରଣୀରେ ମଞ୍ଜୁଳ କବି କୃଷ୍ଣ ପ୍ରସାଦ ବସୁ ଲେଖିନଥିଲେ? କ'ଣ କହିଲେ? କହିଲା ଚତୁର ଚିନ୍ତାମଣି ଇଏ ଛୁରିକା ଚାଳି ଇଏ କାଟୁ କାଟୁ କାଟିଲେ ନିଜ ଅଙ୍ଗୁଳି। ଗୋଟିଏ ଫୁଲର ପୂଜା କଲେ ଥରେ ଗୋଟିଏ ଫଳ ପାଇବ, ଗୋଟିଏ ଫୁଲର ଫଳ ପ୍ରାପ୍ତି ହବ ମଣିଷକୁ। ମହାପୁରୁଷ କହିଲେ ଚତୁର ଚିନ୍ତାମଣି ଛୁରିକା ଚାଳି। ଭଗବାନ କୃଷ୍ଣ ଆମ୍ବ କାଟୁ କାଟୁ ଯୋଉଦିନ ଆଙ୍ଗୁଳିଟା କାଟି ପକେଇଥିଲେ, ନାଇଁ ଦ୍ରୌପଦୀ କ'ଣ କରିଥିଲେ? କହିଲା ନିଜ ବସନ ଭେଇ ପାଞ୍ଚାଳ ଜେମା ଚାଲ ଯେମା ହେବେ ପାଞ୍ଚାଳ ଯେମା ଗୁଳି କ୍ଷତ ସ୍ଥାନେ ଗୁଡ଼ାଏ ରାମ। ଭଗବାନଙ୍କର ଅଙ୍ଗୁଳିରେ ପଣତ କାନି ରୁଚିରି ଦ୍ରୌପଦୀ ଖଣ୍ଡିଏ ବାନ୍ଧି ଦେଲେ। ଭଗବାନ କହିଥିଲେ, କହିଲେ ଦ୍ରୌପଦୀ ହଁ ହଁ ମୁଁ ଗୋଟିଏ କଥା କହିବି। ପୁରୁଷ ସଭାରେ ଯେତେବେଳେ ଦୁଃଶାସନ ବିବର୍ଷଣ କରୁଥିଲା ଦ୍ରୌପଦୀ ଭଗବାନ କହିଥିଲେ, ଦ୍ରୌପଦୀ ଭଗବାନ କହିଥିଲେ, କହିଲେ ପ୍ରଭୁ ଦୁଃଶାସନ ବିବର୍ଷଣ କଲା, କେତେ ଟଣା ଘୋଷରା କଲା, ମୋ ଆଣ୍ଠୁ ଛିଡ଼ିଲା, ମୋ କହୁଣୀ ଛିଡ଼ିଲା, ମୋ ହାତ ଛିଡ଼ିଲା, ତମେ କ'ଣ ଏ ସଭାରେ ଭଗବାନ ହେଇକି ନଥିଲ କି? ନାଇଁ, ଏଇଠି ମହାପୁରୁଷ ଲେଖିଛନ୍ତି ବସୁ କ'ଣ କହିଲେ? କହିଲା ଦେଲ ତ ସେଇ ବସନ ରଖିଲ ସମାନ, ସେଇ ବସନ ରଖିଲ ସମାନ, ପାଣ୍ଡବଙ୍କ ବନ୍ଧୁ ବୋଲି ପ୍ରଭୁ ଜାଣିଲା ଭୁବନ, ଜାଣିଲା ଭୁବନ। ଦେଲ ତ ସେଇ ବସନ ରଖିଲ ସମ୍ମାନ, ପାଣ୍ଡବଙ୍କ ବନ୍ଧୁ ବୋଲି ପ୍ରଭୁ ତତେ ଜାଣିଲା ଭୁବନ। ଭଗବାନ କହିଲେ ମୁଁ କୋଉଠୁ ଦେଇଥାନ୍ତି ତତେ? ସବୁ ଜାଣିଛନ୍ତି ପାଲାକାର ଭାଇମାନେ, ଇଏ ସବୁ ରୋଷିଆ ଭଲ ଭଲ ରୋଷିଆ ସୁପକାର, ଏଠି ମୁଁ କ'ଣ ରୋଷିଆ ଦେଖେଇବି? ଭଗବାନ କହିଥିଲେ, କହିଲେ କୋଟିଏ ବସନ ଦବାର କାଳନ ଗୋଟିଏ ବସନ ଦାନ। ଆହା ପାଞ୍ଚାଳି ଗୋଟିଏ ବସ୍ତ୍ର କୁରୁ ସଭାରେ ପ୍ରଦାନ କରିଥିଲି ବୋଲି ବସନ କାଟିନ ଅଙ୍ଗୁଳି କ୍ଷତରେ କରିଲ ତୁମ୍ଭେ ପ୍ରଦାନ। ମୁଁ ଏଇଠି ଗୋଟିଏ ଦେଇଥିଲି, ସେଠି ଗୋଟିଏ ତମେ ପାଇଲ। ତମେ ଯଦି ଗୋଟିଏ ନ ଦେଇଥାନ୍ତ ଗୋଟିଏ ପାଇଥାନ୍ତ। ହେ ମୋର ଜ୍ଞାନୀ ସଜ୍ଜନ ମଣ୍ଡଳୀ, ଭଗବାନଙ୍କ କଥା ବ୍ୟତୀତ ପାଲା ନାହିଁ। ନାଇଁ, ଜଣେ ଭାଇ କହିଲେ ନାନୀ 50 ବର୍ଷ ଗାଇଲଣି ପାଲା ଛାଡ଼ି ଦଉନ। ମୁଁ କହିଲି ତୋ ଭଳିଆ ଶତ୍ରୁ ଏ ବିଶ୍ୱରେ ମୋର କେହି ନାହିଁ। ତୁ କେମିତି କହୁଛୁ ମୁଁ ପାଲା ଛାଡ଼ିବି? ଆରେ ଏ 3 ତାଲା ପୁଅର କୋଠା ମତେ ଆନନ୍ଦ ଦଉନେଇ ରେ। ଘୋଡ଼ା ଗାଡ଼ି ମୋଟର କାର ବ୍ୟାଙ୍କ ବାଲାନ୍ସ ଅଷ୍ଟ ଐଶ୍ୱର୍ଯ୍ୟ ପାଦୁର୍ଯ୍ୟ ବିଳାସ ବେସନ ମତେ ଶାନ୍ତି ଦବ ନାହିଁ। ମୁଁ ଯଦି କୋଉଠି ଦି ରାତି ହେଁସରେ ଶୋଇ ଆସିବି, ଶୁକୁଲା ବୁଢ଼ୀ ରୁଟି ଗଣ୍ଡେ ଖାଇ ଆସିବି, ସେଇଥିରେ ମୋର ସୁଖ। କଳାକାର ଜୀବନଟା ଏଇଥିରେ ଆଜ୍ଞା ଶାନ୍ତି, ଆଉ କୋଉଥିରେ ଶାନ୍ତି ନାହିଁ। ଆପଣଙ୍କର ଦୀନକୃଷ୍ଣ ଦାସ କାମୋଦି ସ୍ୱରରେ ଆରତ ତ୍ରାଣ ଚଉତିଶା। ନାଇଁ, ସୁନ୍ଦର ପଦଟିଏ କହିଲେ। କ'ଣ କହିଲେ? କହିଲା କ୍ଷୀଣ ବ୍ରହ୍ମାଣ୍ଡ ଦରେ ଇଏ କର୍ମ କ୍ଷୀଣ ବ୍ରହ୍ମାଣ୍ଡ ଦରେ କର୍ମହୀନ ଜନରେ ତେଣୁ ମୋ ସମାଧାନ ନାହିଁ। ଅଗତି ଲୋକ କାନ୍ତ
ଭାଷାରେ ହଁ ଆଜି ଜୀବନ ଅଛି କାଲି କହିଲେ ଚରିତ୍ର ଯାହାର ପବିତ୍ର ମହତ, ଚରିତ୍ର ଯାହାର ପବିତ୍ର ମହତ, ପୂଜା করে ତାକୁ ବିଶାଳ ଜଗତ। ଚରିତ୍ର ଯାହାର ପବିତ୍ର ମହତ ପୂଜା করে ତାକୁ ବିଶାଳ ଜଗତ। ଚରିତ୍ରକୁ ବିଶ୍ୱ ପୂଜା করে। ଶ୍ରୀ ରାମ ନବମୀ ଚୈତ୍ର ମାସ ନାଇଁ ଆଜ୍ଞା, କୋଉଠି ମୂର୍ତ୍ତି ପୂଜା ହଉଛି ରାମଙ୍କର, କୋଉଠି ଫଟ ପୂଜା ହଉଛି, କୋଉଠି ଆଜ୍ଞା ଘଟ ପୂଜା ହଉଛି। ଜଣେ ବ୍ରାହ୍ମଣ ଯଜମାନଙ୍କୁ ପଚାରିଲେ, କହିଲେ ଏଠି ରାମ ନବମୀରେ ମୁଁ ତ ପୂଜା କଲି ନନା, ତମେ ଏଠି ମୁଣ୍ଡିଆ କାହାକୁ ମାରିଲ? ନା ଆମେ ପରା ଚିତ୍ରକୁ ମୁଣ୍ଡିଆ ମାଇଲୁ। ତମେ ଚିତ୍ରକୁ କାହିଁକି ମୁଣ୍ଡିଆ ମାଇଲ? ସନ୍ଥ ତୁଳସୀ କହିଲେ, କହିଲା ରାମ ଗୁଣ ଧାର ବନ ପରିବାର, ରାମ ଚରିତ୍ର ये दुनिया रे राम बोली तो केते लोक थिबे आज्ञा, राम नारे केते पुओ थिबे, राम नारे केते भाई थिबे। सन्थ तुलसी कहले राम नियारा, समस्त राम थिबे जे आउ से रामर जो काम ये रामर सही काम नथिबो नहीं। से राम पाई काम, राम पाई धाम, जोठी राम सहीटी काम, जोठी राम सहीटी धाम। अरे पुओ राम जने भल बाप मार पिला, राम जने भल बापर पुओ, राम जने भल मार, राम जने भल भाईर भाई, राम जने भल स्त्रीर स्वामी, राम जने भल प्रजार राजा, मर्यादा पुरुष, मर्यादा पुरुष बोली राम को आमे कहिथिलु, आपण माने कहिथिले। रे पुओ कोणी भागवत महापुरुष कौन कहले? कला साधु सधंक दिव्य ज्ञान राम अटंती राम अटंती भगवान, राम अटंती भगवान। गरीब दुखी दरिद्र भिकारी मागी खाउथिबा लोक, दैन श्रेणीर लोक माने राम को मर्यादा पुरुष आख्या देथिले। कोटिपति धनी ज्ञानी मानी देई नथिले आज्ञा। हे मोर ज्ञानी संत सज्जन समाज र सन्थ तुलसी कहले राम नियारा, रामकर चरित्र पाई श्री राम नवमी रे रामकर चित्र पूजा होछि नाइ आज्ञा। हाँ एई कथा को आपण निहाती मानिबे। आपणकर वेद पुराण उपनिषद गीता भागवत कृष्णंकर चरित्र जन्माष्टमी रे पूजा होछि। भगवान कृष्णंकर जन्म उत्सव आमे मानुछे, तांकर चरित्र महान। गोविंद बोली शब्दर विश्व मंत्र न थाए। अरे पुओ ओडिया भागवत कहिले हाँ कहला भक्ति प्रीति जार ए गोविंद भावे जीव जी। धूप दीप नैवेद्य आमे समस्त भगवान को देकी पूजा करुछे। अंतर भीतर भक्ति नहीं तो प्रीति नहीं, से मत लभिबा कहीं नहीं। आमे बाप मांकर योग्य संतान, बापार 4टी पुओ, बापार 2टी झियो। बाप माँ को जी भल पाइब, बाप मार कल्याण आशीर्वाद तारी ऊपर बाप माँ ढाल दे। जो पुओटी बाप माँ को भल पाउथो, सेवा शुश्रूषा भल पाइबा, देह पा सब खबर नौथब, से पुओ ऊपर कल्याण बाप माँ देवे ना। ये 4टा खाली ना को बोलुथिबे ना। तेणु हे मोर ज्ञानी सज्जन, अरे पुओ यही न्याय रे, यही दर्शन माध्यम रे भागवत कहले मनुष्य जीवन लाभ जेबे गोविंदे करे, जेबे गोविंदे करे भाव, जेबे गोविंदे करे भाव। तो स्त्री रा तो भल स्वामी टे सहज, तो पुओ झियर भल बापाटे हेबा सहज, गुरुंकर भल छात्रटी हवा सहज, पाला गायक जन हवा सहज। भगवान के पाखे गोटे भल मनुष्य की बंचवाटा भारी कठिन ना आज्ञा। भगवान के पाखे मुझे मझिरे कहली धला लुगा जो माने धला ड्रेस पिंधती दाग को तांकर भारी भय नहीं। कहला उठ राम पाहिला रजनी, उठ राम उठ राम उठ राम पाहिला रजनी, आहे रघुमणि हे रघुमणि, उठ राम पाहिला रजनी, आहे रघुमणि हे रघुमणि, उठ राम पाहिला रजनी। आहारा बिरणी काक पिक बनेरा बिले डाहुक, आहारा बिले काक पिक बनेरा बिले डाहुक।
ସଜ୍ଜନ ମଣ୍ଡଳୀ କରିବେ ଶ୍ରବଣ आहे रघुमणि उठ राम पाहिला रजनी ସବୁ ଝିଅ ବହୁମାନ ହୋଇଥିବ ମେଳି आहे रघुमणि उठ राम पाहिला रजनी ତତେ ଯିବ ମନ ଚଳି आहे रघुमणि उठ राम पाहिला रजनी ମଣିଷ ଜୀବନରେ ଟଙ୍କା ଯାହା ପକେଟରେ ଅଛି ରହ କୋଠା କରିବ ମଠା ପିନ୍ଧିବ ଓଜିନିଆ ମିଠା ଖାଇବ ହେଲେ ଆଜ୍ଞା ଦିଟା ଜିନିଷ ସମାଜରୁ ଆପଣ ଟଙ୍କା ଦ୍ୱାରା ଖରିଦି କରିପାରିବେନି ଟଙ୍କା ଦ୍ୱାରା ଆପଣ ଖରିଦି କରିପାରିବେ ନାହିଁ ଦିଟା ଜିନିଷ ଟଙ୍କା ଥିବ କିନ୍ତୁ କିଣି ପାରିବେନି ସେ କ'ଣ କଳି ଭାଗବତ ପରମହଂସ କହିଲେ କଲା ଦୁଃଖ ସୁଖରେ ବେନି ମନ ଧନରେ ନ କିଣା ଯିବ ସେ ଜୀବନ ଟଙ୍କା ବିଡ଼ା ବିଡ଼ା ପକେଟରେ ଥିବ ଆପଣ ସୁଖ ତିଆରି କରିପାରିବେନି ଟଙ୍କା ବିଡ଼ା ବିଡ଼ା ପକେଟରେ ଥିବ ଆପଣ ଦୁଃଖ କିଣିପାରିବେ ନାହିଁ ଦୁଃଖ ଆପଣ ନିଜେ ତିଆରି କରିବେ ଚାହିଁଲେ ସୁଖ ଆସିବ ନା କ'ଣ ଚାହିଁଲେ ଆମେ ପୁଅ ଝିଅ ମହାପୁରୁଷ କହିଲେ ବୋଲା ଏ ସଂସାର ରଙ୍ଗମଞ୍ଚ ଆମେ ସର୍ବେ ଅଭିନେତା ଆରେ ପୁଅ ବୋଲା ଏ ସଂସାର ରଙ୍ଗମଞ୍ଚ ଆମେ ସର୍ବେ सर्वे अभिनेता କେଶା ଯେ ଜନକ କିଏ ସ୍ନେହମୟୀ माता କେତେବେଳେ ଅଭିନୟ ଶେଷ ହେବ बजार ପୋଷାକ ଖୋଲି ଦେଖିବ ରେ କେନୁ ହେ काहार ପାଲା ମଞ୍ଚରୁ ପଳେଇ ଗଲେ ଡ୍ରେସ୍ ବଦଳେଇ ଦେଲେ ଶାଢ଼ୀ ପିନ୍ଧିବି ମୁଁ କାର ସ୍ତ୍ରୀ ମୁଁ କାର ଜେଜେମା ମୁଁ କାର ଆଈ ମୁଁ କାର ମା ଶିବାନୀ ଗଣନାଟ୍ୟ ତୁଳସୀ ଗଣନାଟ୍ୟ ବାଘା ଯତୀନି କୋଣାର୍କ ଗଣନାଟ୍ୟ ଯେତେ ଗୋଟେ ଅପେରା ପାର୍ଟି ଅଛି ଆଜ୍ଞା ଗୋଟେ ରାତିରେ ଡବଲ ରୋଲ ଗୋଟିଏ ଲୋକ ଡବଲ ରୋଲ କରିପାରେ ନାଇଁ ଆଜ୍ଞା ଗୋଟିଏ ଲୋକ 6ଟା ରୋଲ କରିବ ଆପଣ କେତେଟା ରୋଲ କଲେନି ବେଳେ ବାପା ମା କୋଳରେ ହେଇଥିଲେ ଛୁଆ ଏଡ଼େ ବଡ଼ ହେଇଗଲେ ତରୁଣ ସମୟ ଆସିଗଲା ଭାଇ ଭାଇ ସାଙ୍ଗରେ ଭାଇ ନାଇଁ ଆସ୍ତେ କ୍ରମଶଃ ବଢିଲା ଯୌବନ ବ୍ୟାସ କହିଲେ କହିଲେ ଫଳ ଦାନ ପରିରପି ଦାନ କା ବୀର୍ଯ୍ୟ ରଶ୍ମି ପ୍ରତ୍ୟତା ଫଳ ବାର୍ଦ୍ଧକ୍ୟ ଫଳପ୍ରତ ଚାରିଟା ଫଳ ବ୍ୟାସ ଖାଇବାକୁ ଦେଲେ ମଣିଷକୁ ଗୋଟେ ବାଲ୍ୟ ଫଳ ରେ ମୂର୍ଖ ମାନବ ବାଲ୍ୟ ଫଳ ଖାଏ ସମୟଟା ତୋର ଅତିକ୍ରମ କରିବନି ବାଲ୍ୟ ଫଳକୁ ମଣିଷ ଖାଇଲା ବାଲ୍ୟ ପଳେଇଲା ନାଇଁ ଆଉ ଦ୍ୱିତୀୟ ଫଳ ବ୍ୟାସ ଦେଲେ ପୌଗଣ୍ଡ ଫଳ ଖାଇବାକୁ ଦେଲେ ଏଇ ପୌଗଣ୍ଡ ଫଳକୁ ଖା ସମୟ ଯିବନି ପୌଗଣ୍ଡ ଫଳ ଖାଇଲା ପୌଗଣ୍ଡ ପଳେଇଲା ତୃତୀୟ ଫଳ ଦେଲେ ଯୌବନ କହିଲେ ଏଇ ଫଳଟା ଖା ବହୁତ ସୁନ୍ଦର ଦିଶିବୁ ଯୌବନ ବର୍କଟି ସୁନ୍ଦର ନାଇଁ ଭାଇ ଜଣେ ଆଜି ବସାଘରେ ମୋ ପାଖରେ କହିଲେ କୁମୁଦିନୀ ପଣ୍ଡା 22-25 ବର୍ଷ ଯେତେବେଳେ ସେତେବେଳେ କିଏ ଘଡ଼ଘଡ଼ି ଭଳିଆ ଗର୍ଜନ ତାର ନାନୀ କୁଆଡ଼େ ଗଲା ମୁଁ କହିଲି ସେ ଗର୍ଜନ ଯିଏ ଦେଇଥିଲା ସେ ନେଇଯିବନି ଯିଏ ଦେଇଥିଲା ସେ ନବ ନା ମୁଁ କ'ଣ କୁଆଡ଼େ ଗଲା ମୁଁ ତ ଅଛି କିନ୍ତୁ ସେ ଗର୍ଜନ ଆଗେ ପଳେଇବ ନା ସବୁଗୁଡ଼ା ନେଇ ସାରିଲା ପରେ ତତେ ନବ ନା ହେ ମୋର ସଜ୍ଜନ ଯୌବନ ଫଳ ମଣିଷ ଖାଇଲା ଯୌବନ ପଳେଇଲା ବାର୍ଦ୍ଧକ୍ୟ ପରିଦାୟକ ବାର୍ଦ୍ଧକ୍ୟ ସବୁ ଫଳ ଗୁଡ଼ା ଖାଇଲେ ମିଠା କଦଳୀ ପାଚିଲେ ମିଠା ପଣସ ପାଚିଲେ ମିଠା ପିଜୁଳି ପାଚିଲେ ମିଠା ଆମ୍ବ ପାଚିଲେ ମିଠା ସବୁ ଫଳ ଗୁଡ଼ା ଆଜ୍ଞା ପାଚିଲେ ଭାରି ମିଠା କୋଉ ଫଳଟା ପାଚିଲେ ଭାରି ଖଟା କହିଲେ ବେଶୀ 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 ଅନୁଭବୀ ବି ନେ ଦୁଃଖ ସୁଖ କହି ନୁହେଁ ଆନେ ବେଶୀ ପାଲାକାର ମାନେ ଅନୁଭବ କରନ୍ତି କୋଉ ଫଳଟା ପାଚିଗଲେ ଭାରି ଖଟା ଆମ୍ବ ପିଜୁଳି କଦଳୀ ପଣସ ପାଚିଲେ ମିଠା କୋଉ ଫଳଟା ଭାଇ ପାଚିଲେ ଭାରି ଖଟା ମହାପୁରୁଷ ମାଳିକାରେ ଲେଖିଲେ ପାଲା ବାଲ୍ୟ ପୌଗଣ୍ଡ ଯୌବନ ବାର୍ଦ୍ଧକ୍ୟ ହଇଲେ ପାଚିବ ଦିନେ ପରିବାରେ ହେବୁ ଘୃଣ୍ୟ ସୁମାନ ଦିନେ ପରିବାରେ ହେବୁ ଘୃଣ୍ୟ ସୁମାନ ଆମ୍ବ ପିଜୁଳି କଦଳୀ ପଣସ ସବୁ ପାଚିଲେ ମିଠା
ମଣିଷ ଫଳଟା ପାଚିଲେ ଆଜ୍ଞା ପରିବାରକୁ ଭାରି ଖଟା ନା। 50 ବର୍ଷ ପାଲା ଜଗତରେ କେତେ ଟଙ୍କା ପଇସା ଇନକମ କଲା ପରେ ମୁଁ ଯେତେବେଳେ ପାଲା ଗାଇ ପାରିବିନି ଘରେ ବସିବି ସେତେବେଳେ ପୁଅ ଖାଇବାକୁ ଦବ କି ନାହିଁ, ବୋଉ ଚା କପେ ଦବ କି ନାହିଁ, ନାତି ନାତୁଣୀ ପଚାରିବେ କି ନାହିଁ, ଇଏ କହିପାରିବ? ଏଇଛା ତ ନଉଛନ୍ତି ଦଉଛନ୍ତି ଆଉ ନାଇଁ ଆଜ୍ଞା, ନବା ଚାଲିଛି ଯେ ପର୍ଯ୍ୟନ୍ତ ଦବା ଚାଲିଥିବ, ନ ଦବା ବନ୍ଦ ହେଲେ ନବା ବନ୍ଦ ଆଉ ନାଇଁ। ତଳ ହାତିଆ କି ଦେଲେ ଉପର ହାତିଆ କି ସେ ନେବେ, ତେବେ ପାଇବୁ। ସବୁ ଫଳ ଗୁଡା ଆଜ୍ଞା ପାଚିଲେ ମିଠା, ମଣିଷ ଫଳଟା ପାଚିଲେ ପରିବାରକୁ ଭାରି ଖଟା। ଭୁଲ କି? ଆପଣ ମାନେ ବିଚାର, ବେଶୀ କଳାକାର ବାବୁ ମାନେ ବିଚାରକୁ ନେବେ। କଳାକାର ମାନେ ପାଲା ଜଗତର ମଞ୍ଚର ଯୋଉ ସୁଖ ପାଇଛନ୍ତି, ହାତ ଗୋଡ଼ ଏକାଦଶ ଇନ୍ଦ୍ରିୟ ନିଷ୍କ୍ରିୟ ହେଲା ପରେ ଘରେ ବସିଲା ପରେ ଭାରି କଷ୍ଟ ଆଜ୍ଞା। ଏମିତି କଳାକାର ମାନଙ୍କୁ ମୁଁ ବହୁତ ଦେଖୁଛି ଆଜ୍ଞା, ପାଲା ପରିବେଷଣ କରିପାରୁନାହାନ୍ତି, ତାଙ୍କୁ ଚାହିଁଲେ ମୋ ଆଖିରୁ ଲୁହ ଗଡ଼େ। ସେଇଥିରେ ଦିନେ କୁମୁଦିନୀ ପଣ୍ଡିତ ଆମେ ପହଞ୍ଚିଲୁ, ବାଟରେ ପହଞ୍ଚିଲୁଣି ଆଜ୍ଞା, ଖାଲି କବାଟ ଖୋଲା ହବ। ତେଣୁ ପୁଅରେ ସମାଜରେ ଟଙ୍କା ଥିଲେ ସବୁ କିଣି ହୁଏ, ଦିଟା ଜିନିଷ କିଣି ହୁଏନି, ସୁଖ କିଣି ହୁଏନି, ଦୁଃଖ କିଣି ହୁଏନି। ମଣିଷ ଚାହିଁଲେ ସୁଖ ତିଆରି କରେ। ଏ ଯେତେ ମୋର ଝିଅ ମାନେ ବୋହୂ ମାନେ ପାଲା ଗାୟିକା ମାନେ, ଯେତେ ମୋର ମା ସବୁ ଅଛ, ଦିନ ବୋହୂ ଗାଳି ଦବ, ଦିନ ନାତି ନାତୁଣୀ ବିଗିଡ଼ିବେ, ତାଙ୍କୁ ତମେ ସପୋର୍ଟ ଦବ। ସପୋର୍ଟ ନଦେଲେ ସୁଖ ପାଇବନି। ନାଇଁ ଆଜ୍ଞା, ମନର ସପୋର୍ଟ ପରିବାରକୁ ନ କଲେ ସୁଖ ଆସିବ ନାହିଁ। ସୁଖଟା ମଣିଷ ହାତରେ ତିଆରି କରେ। ହଁ, ତେଣୁ ହେ ମୋର ଜ୍ଞାନୀ ସଜ୍ଜନ ପଲ୍ଲୀ କବି ନନ୍ଦ କିଶୋର ବଳ କହିଲେ, ମାନବ ଜୀବନ ଦୁଃଖ ଦିନ ମାନବ ଜୀବନ ଦୁଃଖ ଦିନ, ଜନକ ବୁଝିଲେ ନୟନ। ମଣିଷ ଜୀବନରେ ଦିଟା ଦିନ ଦୁଃଖ, ଟଙ୍କା ନଥିଲେ ସେଟା ଦୁଃଖ ନୁହେଁ। ତୁ ଖଟି ଖାଉନୁ, ପାଦ ପବିତ୍ର ଯଦି ତୀର୍ଥଗାମୀ, ହସ୍ତ ପବିତ୍ର ଯଦି ଦାନ ପୁଣ୍ୟ, ହୃଦୟ ପବିତ୍ର ଯଦି ହରିନାମ, ଚକ୍ଷୁ ପବିତ୍ର ବ୍ରହ୍ମ ଗାୟା ଦର୍ଶନ। ନାଇଁ, ଆଗ ଯୁଗରେ ଭିକ ମାଗିବା ପାଇଁ ଦୁଆରକୁ ଭିକାରୀ ଲୋକ ଯାଉଥିଲେ, ଗୋଟେ ଟୋକା ଟାକାଳିଆ ଲୋକ ଯଦି ଭିକ ମାଗୁଛି, ଭିକ ଦବା ଲୋକ କହୁଥିଲେ, ଆରେ ତୁ ଭେଣ୍ଡିଆଟେ ଭିକ ମାଗୁଛୁ କଣ, ତ ହାତ ଗୋଡ ନାହିଁ କି, ଖଟି ଖାଉନୁ, ଏମିତି ହଉନଥିଲା। ମହାପୁରୁଷ ମାଳିକାରେ କହିଲେ, ଧନୀ ଗରିବ ତ ମାଗିଣ ଖାଇଲେ, ଆଉ ଭିକାରୀ ଜଣେ ତ ନାହିଁ। ସଭିଏ ଦ୍ୱାରେ ଖଲିପତ୍ର ଧରି ମାଗି ଖାଉଛନ୍ତି ଯାଇ। ଏବେ ତ ସଭିଏ କାହିଁ ବ୍ରତଘର ବାହାଘର ଭୋଜି ମଉଛୁକ, ସମସ୍ତେ ତ ଖଲି ଚଉତି ଧରି, ଭାଇ ଖଟା ଦିଅ, ଭାଇ ପିଠା ଦିଅ, ଭାଇ ମିଠା ଦିଅ। ଇଏ ତ ସମସ୍ତେ ଭିକାରୀ ଭଳିଆ ବୁଲୁଛନ୍ତି। ଆଉ ଭିକାରୀ କି କାହିଁ କହିବ, ଭିକାରୀ ସବୁ ତ ହେଲେନି ଭିକାରୀ। ନାଇଁ, ଶ୍ରାଦ୍ଧ ଦିବସ ଗାଁରେ ବାହାଘର ବ୍ରତଘର ହଉଥିଲା, ଆସନ ପଡୁଥିଲା, ନନା ମାନେ ବସିଛନ୍ତି ଆଗରେ। ଗାଁରେ ପଦ୍ମ ପୋଖରୀରୁ ପଦ୍ମ ପତ୍ର ଆସୁଥିଲା, ସେତେବେଳେ କଦଳୀ ପତ୍ର ବେଶୀ ନଥିଲା। ମୋ ବାହାଘର ବରଯାତ୍ରୀ ଖାଇଛନ୍ତି କଦଳୀ ପତ୍ରରେ। ନାଇଁ ସତ କଥା, ବରଯାତ୍ରୀ କଦଳୀ ପତ୍ରରେ ଖାଇଛନ୍ତି। କଦଳୀ ପତ୍ର ଆସିବ, ଲୋକମାନେ ଖାଇବେ, ପାଣି ଗ୍ଲାସ ଥୁଆଯିବ, ନୋଟା ଥୁଆଯିବ। ଆଉ ଏବେ ତ ସମସ୍ତେ ମାଗିଣ ଖାଇଲେ, ଆଉ ଗରିବ ଜଗତ କିଏ? ଯେବେ ମାଗିଣ ଖାଇବା ଜାଣିଛୁ ବାବୁରେ, ଫେରି ଯାଅ ମନ କହେ। ଯଦି ମାଗିକି ଖାଇ ଶିଖିନୁ, ପଳଉନୁ। ଲୋକ କହୁନାହାନ୍ତି ପଳଉନ, ବହୁତ ଭଦ୍ର ଦେଖଉଛ, ଯାଉନ, ଏମିତି କହୁନାହାନ୍ତି ଆଜ୍ଞା। ଲୋକ ପଛକେ ଯାହା କୁହନ୍ତୁ, ଆମେ ମାଗି ଗଣ୍ଡେ ଖାଇଦେଲେ ଗଲା। ନାଇଁ, ହେ ମୋର ସଜ୍ଜନ, ପାଲା ସଂସ୍କୃତି ସମାଜ ଶିକ୍ଷା ଗଣଶିକ୍ଷା ମାଧ୍ୟମ, ପାଲା ଲୋକ ସଙ୍ଗୀତ କାର୍ଯ୍ୟକ୍ରମ, ପାଲା ଗାୟକ ଜଣେ ସମାଜର ଗଣଶିକ୍ଷକ। ପାଲା 3-4 ଘଣ୍ଟା ଭିତରେ 10,000 12,000 ଜଣେ ଗାୟକ ନବ, ସମାଜକୁ କିଛି ଶିକ୍ଷା ଦବ। ରାମାୟଣ ମହାଭାରତ ଗୀତା ଭାଗବତ ସେଇଥିରେ ଅଛି। ସତ୍ୟ ଯୁଗରେ ଭଗବାନ କୃଷ୍ଣ ରେ ପୁଅ କଣ କଲେ? ହଁ, କଲା ଉଦ୍ଧବ ବୋଇଲେ ଇଏ ଦୟାର ସାଗର, ଆହେ ଦେବ ନନ୍ଦ ସୁତ। ଆରେ ଆହେ ଦେବ ନନ୍ଦ ସୁତ ରେ ଭଲା, ଆହେ ଦେବ ନନ୍ଦ ସୁତ। ମଥୁରା କଟକେ ହରିବଳ ରାମ, ଅକୁର ଦେଖା
ଯୁଗର ଅବତାରୀ ପୁରୁଷ କୃଷ୍ଣ। ଯୋଉଠି ଭାବ ନାହିଁ ସେଠି ଲାଭ ନାହିଁ ପରା ପାଲାକାର ମାନେ କହନ୍ତି ଆଜ୍ଞା। ଭାବ ଯୋଉଠି ଅଛି ଲାଭ ଅଛି। 16,000 ବ୍ରଜାଙ୍ଗନା ମାନେ କାନ୍ଦୁଛନ୍ତି। ଅକୁର ରଥର ହରିବଳରାମଙ୍କୁ ନେଇଗଲା ମଥୁରା। ଉଦ୍ଧବ କହିଲେ ପ୍ରଭୁ ଏ 16,000 ରମଣୀ ମାନେ ବଞ୍ଚିବେ କେମିତି? ଭଗବାନ ଗୋଟିଏ କୌଶଳୀ ପୁରୁଷ, ଭଗବାନ ବିଶ୍ୱ ଚିନ୍ତାମଣି। ମୁଁ କୁମୁଦିନୀ ପଣ୍ଡା, ପାଲା ମଞ୍ଚରେ ନାରାୟଣ ଅଛନ୍ତି, ମା ତାରିଣୀ ଅଛନ୍ତି, ଆପଣ ମାନେ ଜନତା ଦନାର୍ଦ୍ଦନ ମାଧବ ମାନେ। ମୁଁ ଏ ବିଶ୍ୱରେ କାହାକୁ ଭୟ କରେନି, ଭଗବାନଙ୍କୁ ଭୟ କରେ। ଭଗବାନଙ୍କୁ ଉପର ବାଲାକୁ ମୋର ଭାରି ଭୟ। କେତେବେଳେ ଯାଉଥିବେ ହାତ ଗୋଡ଼ ବଙ୍କିଯିବ, ପଡ଼ିଯିବି କି ନାଇଁ, କେତେବେଳେ କ'ଣ ଘଟେଇ ଦେବ କି? ଉପର ବାଲାକୁ ସମସ୍ତଙ୍କର ଭୟ ନାଇଁ। ଉଦ୍ଧବ କହିଲା ପ୍ରଭୁ ତମେ ତ ପଳେଇବ, ଏମାନେ ବଞ୍ଚିବେ କେମିତି? ହେରେ ପୁଅ, ଭକତ ବତ୍ସଳ ନ୍ୟାୟର ଠାକୁର ଉଦ୍ଧବକୁ ଆଜ୍ଞା ଦେଲେ। ପାଦର କଠଉ ଗୋବିନ୍ଦ ଦର୍ଶନ କରିବା ଯାଇ ବୋଇଲେ। ଉଦ୍ଧବକୁ ପାଦ କଠଉ ଦୁଇଟା ଭଗବାନ ଦେଇଦେଲେ। କହିଲେ ହେ ଉଦ୍ଧବ, 16,000 ବ୍ରଜାଙ୍ଗନା ମାନଙ୍କୁ ଏଇ କଠଉ ଦେଖେଇକି ଶାନ୍ତି କରିଦେବୁ ନାଇଁ। ଏଇ କଠଉ ଗୋବିନ୍ଦ ଭଗବାନଙ୍କର ପାଦର କଠଉ ଦେଖେଇକି ଶାନ୍ତି ଦେଇଦେବୁ ରେ। ଧୂପ ଦୀପ ନୈବେଦ୍ୟକୁ ପରମଣି ମାନେ ପୂଜା କରିବେ। ଦ୍ୱାପର ଯୁଗରେ 16,000 ବ୍ରଜାଙ୍ଗନା ମାନେ ଭଗବାନ କୃଷ୍ଣଙ୍କର ପାଦ କଠଉକୁ ଯାଇକି ଜୀବିକା ନିର୍ବାହ କଲେ। ହେ ମୋର ଜ୍ଞାନୀ ମାନେ, ତ୍ରେତୟା ଯୁଗକୁ ଆପଣ ପଛକୁ ଗଲେ। ତ୍ରେତୟା, ଆରେ ପୁଅ ତ୍ରେତୟାରେ କ'ଣ ହେଇଛି? କଲା ଭରତ ପାଦୁକା ପୂଜା, ଉଡ଼ାଇଲା ବୀର ଧ୍ୱଜା। ରାମଚନ୍ଦ୍ରଙ୍କର କଠଉ ପୂଜା କରି ଦୀର୍ଘ 14 ବର୍ଷ ନନ୍ଦୀଗ୍ରାମରେ ବଡ଼ ଭାଇର ଶରୀର ପୂଜା କରିପାରିଲା ନାହିଁ। ଭରତ ମନ ଭିତରେ ଆତୁର ହେଇ ପଡ଼ିଲା। ଭଗବାନଙ୍କର ପାଦର କଠଉ, ବଡ଼ ଭାଇର ପାଦର କଠଉ ନନ୍ଦୀଗ୍ରାମରେ ଦୀର୍ଘ 14 ବର୍ଷ ଫୁଲ ଚନ୍ଦନ ଧୂପ ଦୀପ ଦେଇକି ରାଜା କଲା। ଏ କଥା ବେଦ ପୁରାଣ ରାମାୟଣ କ'ଣ କାଟିଦବ? କଳାକାର ଭାଇମାନେ କ'ଣ ଜାଣିନାହାନ୍ତି? ସବୁ ଜାଣିଛନ୍ତି। ଗୋଟେ ଭାଇ ପାଦର କଠଉକୁ ନେଇକି ଗୋଟେ ଭାଇ ଦୀର୍ଘ 14 ବର୍ଷ ପୂଜା କଲା। ଆମେ ପାଲାଚାର୍ଯ୍ୟ ମାନେ ସମାଜରେ ଏଇ ଶିକ୍ଷା ଦଉଛୁ। ଘରକୁ ପଳେଇ ଆସିଲେ ଭାଇ କି ବଡ଼ ଭାଇ ଭଲ ପାଉନି ନାଇଁ ଆଜ୍ଞା। ଆମେ ପୋଷାକ ଖୋଲିଦେଲା ପରେ ମୋର 15,000 ଦରମା, ତୋର 60,000 ଦରମା, କିଛି ସାହାଯ୍ୟ କରୁନୁ, ତୁ ଖଟି ଖାଉନୁ ନାଇଁ। ଏଇ ତ ତର୍କ ମନୋଭାବ ଆସୁଛି ମନ ଭିତରେ ନା। କିନ୍ତୁ ଭରତ ସିନା ତା ଭାଇ ପାଦ କଠଉ ପୂଜା କରିଥିଲା। ମୁଁ କ'ଣ ଭରତ ନା ସିଏ ରାମ? ଏମିତି ଭାବି ନେଉଛନ୍ତି ମଣିଷ ଆଜ୍ଞା। ସତ କଥା। ତେଣୁ ପୁଅରେ, ହଁ ଆଜି ଦର୍ଶନ ମାଧ୍ୟମରେ ବନ୍ଦ କରିଦେବି, ବନ୍ଦ କରିବି। ୟା ପରେ ବା କିଏ ଭାଇ ଆସିବେ କହୁଥିଲେ ଆଜ୍ଞା? ଆସିଲା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଘଣ୍ଟେ, ମୋ ପାଇଁ 4 ଘଣ୍ଟା ନା ଆଜ୍ଞା। ଆନନ୍ଦ ଅଛି। ଆଉ ସେ ଆନନ୍ଦରୁ ସୁଖଦ କାହିଁ? ଯଦି ସୁଖଦ 50-100 ଲେଖେ ସୁଖଦ ଆଉଥାନ୍ତା, ଗୋଟେ କାମ ହଉନଥାନ୍ତା। ଖାଲି ଆନନ୍ଦ ହଉଛି ଆନନ୍ଦ। ହଁ 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 ହଁ। ମଝିରେ ମଝିରେ ଦେଖୁଛୁ ନାନୀଟା ଏତିକି ଖଟିଲାଣି, ଘଣ୍ଟା ସମସ୍ତେ 45 ମିନିଟ୍ ଘଣ୍ଟାକରେ ପାଲା ଶେଷ। ଏତେ ସମୟ ରହିଲେଣି, ସୁଖଦ ଯଦି ଗୋଟେ ଗୋଟେ ଆସିଥାନ୍ତା ମଝିରେ ମଝିରେ, ଗୋଟେ ମନଟା ଗୋଟେ ବାଜିଆ ହୁଅନ୍ତା କାହିଁ। ହଁ ଆଉ ଭାଉଜ ଦେଇକି ପଠେଇଛି ନା ଆଉ ବୋଲ ଆନନ୍ଦ ସାଗରେ କବାର ହରି। ହଁ ହଁ ସତ୍ୟ ଭାଇ, ଯା ଭାଇ। ହଁ ହଁ ହଁ। ତେଣୁ ପୁଅରେ ଦର୍ଶନ ବିଧିର ବଳରେ ସତ୍ୟ ଯୁଗରେ ହଁ କ'ଣ କଲା ନରସିଂହ ଅବତାର ହେଲେ ହିରଣ୍ୟକଶିପୁ ଉଦ୍ଧାର ହୋଇଲା ସତ୍ୟ ଯୁଗରେ ଭଗବାନ ନୃସିଂହ ଅବତାରରେ ହିରଣ୍ୟକଶ୍ୟପକୁ ମାଇଲା ବେଳେ, ପ୍ରହ୍ଲାଦକୁ ଉଦ୍ଧାର କଲା ବେଳେ ପ୍ରହ୍ଲାଦ ହାତ ଟେକି ଦେଲା, କଲା ପ୍ରଭୁ ଆପଣ ମୋର ଲାଭ କଲେ ନା କ୍ଷତି କଲେ? ମୁଁ 5 ବର୍ଷ ଦିନରୁ ବାସୁଦେବ କୃଷ୍ଣ ନାରାୟଣକୁ ଭଲ ପାଉଥିଲି। ଆପଣ ମୋ ବାପାକୁ ମାରିକି ମୋ ମାଆକୁ ବିଧବା କରିଦେଲେ, ଏଇଟା ଗୋଟେ ଲାଭ ହେଲା ମୋର? ଆରେ ପୁଅ, ହଁ କଟକ ଜିଲ୍ଲାରେ କବି ନଟବର ଧଳ ସୁନ୍ଦର ପଦଟିଏ କହିଲେ। ସେଇଦିନ ପ୍ରହ୍ଲାଦ କହିଥିଲା
କଣ କହିଥିଲା? କହିଲା ଅଷ୍ଟ ଐଶ୍ୱର୍ଯ୍ୟ ସଭା ଥିଲେ ମନ অষ্ট ঐশ্বর্য সেবা থিলে মন ତୋଳିକେ ଦେବ ଥରେ ସିନ୍ଦୁର হে সিন্দুর গার ଆଉ তোলিকে দেব থরে সিন্দুর গার হে সিন্দুর গার ପ୍ରହ୍ଲାଦ କହିଥିଲେ କହିଲେ ପ୍ରଭୁ ମୋ ବାପାକୁ ମାଇଲେ ମୋ ମାଆକୁ ବିଧବା କରିଦେଲେ ଅଷ୍ଟ ଐଶ୍ୱର୍ଯ୍ୟ ବିଳାସ ବେଶର ସୁଖ ଥିଲା ବେଳେ ଏ ଝିଅମାନେ ବୋହୂମାନେ ଯେତେ ମୋର ପାଲା ଗାୟିକା ମୁଣ୍ଡରେ ସିନ୍ଦୁର ଟୋପାଟେ ନଥିଲା ଆଜ୍ଞା ନାରୀ ଜୀବନ ଅନ୍ଧକାର। ଆପଣଙ୍କର କବି ସୂର୍ଯ୍ୟ ବଳଦେବରଥ ବଢିଆ ପଦଟିଏ କହିନାହାନ୍ତି? କଣ କହିଥିଲେ? କହିଲେ 16 କଳା ଧରି ଚନ୍ଦ୍ରମା ଉଇଲେ ବିକଶିଲେ ତାରାପନ୍ତି ଓ ପର୍ବତ ପାହାଡେ ହୁଳା ଜାରିଲେ କି ସୂର୍ଯ୍ୟ ବିନା ପାଏ ରାତି। ଏଠି ପାଲା ହେଉଛି ରାତି ହେଲାନି ଚତୁଃପାର୍ଶ୍ୱ କେନ୍ଦୁଝର ମାଟି ସମଗ୍ର ଆଲୋକିତ ମାନ୍ୟବର ମନ୍ତ୍ରୀ ମହୋଦୟ ଆଗତ ସମୟ ଆସିବେ। ଇଏ କେନ୍ଦୁଝର ମାଟି ଆଜ୍ଞା ଆଲୋକିତ ବିଶ୍ୱ ଭାରତ ବର୍ଷ ଆଲୋକିତ ଓଡ଼ିଶା ମାଟି ଆଲୋକିତ ବରପୁତ୍ର କଲ୍ୟାଣ ମା ତାରିଣୀଙ୍କର କଲ୍ୟାଣ ନାରାୟଣ ଜଗନ୍ନାଥଙ୍କର ଆଶୀର୍ବାଦ ନାଇଁ ଭାଗ୍ୟବାନ ପୁରୁଷ ମନ୍ତ୍ରୀ ମହୋଦୟ ମାନ୍ୟବର ମନ୍ତ୍ରୀ ମହୋଦୟ ଆଗତ ହେବେ। ତେଣୁ ଜ୍ଞାନୀ ମାନେ ମହାପୁରୁଷ କହିଲେ 16 କଳା ଧରି ଚନ୍ଦ୍ରମା ଉଇଲେ ଇଏ ଯେତେ ଗୁଡ଼ିଏ ଲାଇଟ୍ ଏ ବିଶ୍ୱରେ ଦେଇଦେବେ ଇଏ ସମସ୍ତ ଦେଶ ବଜାର ଦୁନିଆ ସାରା ଆଲୋକମୟ କରିଦେବେ। ଅପରେଟର ବାବୁ ଯେତେ ଲାଇଟ୍ ସବୁ ଖଞ୍ଜିଦେବେ। ମହାପୁରୁଷ କହିଲେ ଗୋଟେ ଲାଇଟ୍ ଉଦୟ ନ ହେବା ପର୍ଯ୍ୟନ୍ତ ବିଶ୍ୱରୁ ଅନ୍ଧକାର ଦୂର ହେବନି। ସେ ଗୋଟେ ଲାଇଟ୍ ସୂର୍ଯ୍ୟ ନାଇଁ ସୂର୍ଯ୍ୟ ଦେବତା ଉଦୟ ନ ହେବା ଯାଏ ଇଏ ବିଶ୍ୱରୁ ଅନ୍ଧକାର କେହି ଦୂର କରିପାରିବେନି। ନାଇଁ ଯେତେ ମୋର ପାଲା ଗାୟିକା ଝିଅ ମାନେ ବସିଛ ତାକୁ ଲେଖିଲେ ଆପଣ ମାନଙ୍କର ବାଲେଶ୍ୱର ଜିଲ୍ଲାର କବି ଚନ୍ଦ୍ରଶେଖର ରାଉତରାୟ ଗୋଟିଏ ସୁନ୍ଦର ଓଡ଼ିଆ ସାହିତ୍ୟ କହିଲେ ସୀମନ୍ତେ ନାହିଁ ଯେବେ ଇଏ ସିନ୍ଦୁର ଗାର সিমুথে নাহি দেবে সিন্দুর গার কে দূর করে নারী নারী জীবନରେ যেতে ମୋର ମା ସିନ୍ଦୁର ଟୋପାଟା ଥିବା ପର୍ଯ୍ୟନ୍ତ ନାରୀ ଆଲୋକିତ। ସିନ୍ଦୁର ଟୋପାଟା ଯୋଉଦିନ ନାରୀର ହଜିଯାଏ ଗୋଟେ ନାରୀ ଜୀବନରେ ଅନ୍ଧକାର ମାଡ଼ି ଆସେ ଆଉ ତା ଜୀବନକୁ ଆଲୋକିତ କେହି କରିପାରେ ନା। ପାରିବ? ଏଇ ସିନ୍ଦୁର ଟୋପାଟା ମଥାରେ ଥିବା ପର୍ଯ୍ୟନ୍ତ ସେ ଆଲୋକିତ। ଏଇ ଟୋପାଟା ଖସିଗଲା ପରେ ତା ଜୀବନରେ ଆଉ ଆଲୋକ ନାହିଁ ଅନ୍ଧାର ସବୁବେଳେ ଅମାବାସ୍ୟା ପୂର୍ଣ୍ଣମୀ ତ ନାହିଁ ଆଉ ପୂର୍ଣ୍ଣମୀ ନାହିଁ। ପଲ୍ଲୀ କବି ନନ୍ଦ କିଶୋର ବଳ କହିଲେ ମାନବ ଜୀବନ ଦୁଃଖ 2 ଦିନ দুঃখ দুই দিন ମାନବ ଜୀବନ ଦୁଃଖ 2 ଦିନ মানব জীবন দুঃখ দুই ଏ দিন ଜନନୀ ଜନକ ବୁଝିଲେ ନୟନ জননী জনক বুঝিলে নয়ন ଧନ ହଜିଗଲେ ଦିନେ ତ ଫେରିବ ধন হজি গলে দিনে তো ফেরিব ଧନ ହଜିଗଲେ দিনে তো ফেরিব ধন হজি গলে দিনে তো ফেরিব ପିତା ମାତା ଗଲେ ଆଉ ନ ଫେରିବ পিতা মাতা গলে আও ন ফেরিব ପିତା ମାତା ଗଲେ ଆଉ ନ ଫେରିବ। পিতা মাতা গলে আও ন ফেরিব ବାପା ପୁଅ ଝିଅ ଜୀବନରେ ବାପା ଯଦି ସଂସାରରୁ ଚାଲିଯାଆନ୍ତି ଦୁଃଖ ବାପା ପଳେଇଗଲେ ସଂସାରରୁ ଆଜ୍ଞା ଦୁଃଖ ମା ପଳେଇଗଲା ପରେ ମହା ଦୁଃଖ ମା ପାଇଁ ମହା ଦୁଃଖ। ବାପା ଗଲେ ସଂସାରରୁ ଦୁଃଖ ମା ଗଲେ ମହା ଦୁଃଖ। ପିତୃହୀନ ପରିବାର ରାଜାହୀନ ପ୍ରଜା ଯୋଉ ପରିବାରରେ ବାପା ନାହିଁ ସେ ହୀନ ପରିବାର ପିତୃହୀନ ପରିବାର ରାଜାହୀନ ପ୍ରଜା ରାଜ୍ୟରେ ରାଜା ନଥିଲେ ହୀନ ପ୍ରଜା। हे मोर ज्ञानी सज्जन मंडली प्रहलाद से दिन भगवान को कहते कौन मो बापा को मारी मो माँ को विधवा करी मु भगवान डाकली नाई माँ के प्रहलाद अभय। हे मोर ज्ञानी माने मनुष्य जीवन दीटा दिन दुख जो दिन बापा चली जाए दुख माँ गले महा दुख। ओडिया भागवत निर्यास देले आर्य संस्कृति जगन्नाथ दास कौन कहले पला मरी बिहुला तेज गला ये से जीव 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 भला से जीव जीव
ସେ ଜୀବ ଜିଉ ଜିଉ ମଲା। ବାପ ମା ହେଉଛନ୍ତି ପୁଅ ଝିଅ ଜୀବନର ମଣି। ପୁଅ ଝିଅ ନାତି ନାତୁଣୀ ଘର ଦ୍ୱାର ଅଷ୍ଟ ଐଶ୍ୱର୍ଯ୍ୟ ବିଳାସ ବେସନ ସବୁ ଥିବ ଆଜ୍ଞା। ଘରେ ଯଦି ବାପା ନାହିଁ ମା ନାହିଁ, ବାପ ମା ନଥିବା ଛୁଆଟା ଟିକେ କଳା ପଡ଼ିଯିବ। ଢେଙ୍କାନାଳର କଳାକାର ମାନେ ଆସିଛନ୍ତି ଢେଙ୍କାନାଳ ରାମଦାସ ଛକ, ସେଠି ଆଜ୍ଞା ବାଜି ଚୌକି ରାମଦାସ ଛକ। ମୁଁ ପାଲା କରୁଥିଲି, ଜଣେ ପୁରାତନ ଲୋକ ମୋତେ ବହୁତ ଦିନର କଥା ଇଏ ପଚାରିଲେ, କୁମୁଦିନୀ ତୋର ମା ବାପା ଅଛନ୍ତି ନା? ମୁଁ କହିଲି ମୋ ମୁହଁକୁ ଦେଖି ଆପଣ କହୁନାହାନ୍ତି। ମା ବାପା ମରିଗଲା ପରେ ପୁଅ ଝିଅଙ୍କ ମୁହଁଟା ଟିକେ କଳା ପଡ଼ିଯାଏ। ମୋ ମୁହଁଟା ପୁରା କଳା ଦିଶିଲାନି, ଆଉ ବାପା ମା ଅଛନ୍ତି ନା ନାଇଁ? ଭାଗବତରେ ଉଦ୍ଧବକୁ ଭଗବାନ କହିଲେ, କଲା ମଣି ବିହୁନା ତେଜ ଗଲାର ତେଜ ଗଲା ସେ ଜୀବ ଜିଉ ଜିଉ ମଲା ଜିଉ ମଲା। ମୁଣ୍ଡରୁ ମଣି ହରଣ ହେଇଗଲା ପରେ ସର୍ପଟା ଯେତେ ଦିନ ବଞ୍ଚିବ ଭାରି କଷ୍ଟରେ। ଆମେ ମଣିଷ ଶରୀର ଗୋଟିଏ ସର୍ପ ସହିତ ସମାନ। ବାପା ମା ହେଲେ ମଥାର ମଣି, ମସ୍ତକର ମଣି। ବାପା ମା ହରଣ ହେଲା ପରେ ଆପଣ ମାନେ ଭାବନ୍ତୁ, ଦିନେ ସ୍ତ୍ରୀ ପାଖରେ ସାମ୍ନା କରିପାରିବେ ନାହିଁ ଦୁଃଖ, ପୁଅ ଝିଅ ପାଖରେ ସାମ୍ନା କରିହବନି ଦୁଃଖ, ଭାଇ ପାଖରେ ସାମ୍ନା କରିହବ କିଛି, କିନ୍ତୁ ମା ବାପା ନଥିଲେ ଦୁଃଖ ଗୁଡା କାହା ପାଖରେ କହିବେ ଆପଣ? ନାଇଁ, ବାପା ମା ଥିଲେ ଦୁଃଖର ସାମ୍ନା ହବ। ମା ବୋଲି ଡାକିଦେଲେ ଅନ୍ତରୁ ଅଧେ ଦୁଃଖ ପଳାଏ। ଚିଲିକା ପାରିକୁଦ ଗଡ଼ର କବି ଡକ୍ଟର ମାନ ସିଂ ସୁନ୍ଦର ପଦଟିଏ କହିଲେ, ମା ବୋଲି ଡାକିଦେଲେ ଭାଇମାନେ ବାପା ମାନେ ଯେତେ ପାଲାକାର ବନ୍ଧୁମାନେ, ଆମେ ପାଲା ମଞ୍ଚରୁ ଗଲାବେଳେ ଟଙ୍କା ପଇସା ନେଇ ଯାଆନ୍ତି, ଆଗେ ଦୁଆରେ ବସିଥିବ ମା। ମୁଁ ଅଧିକ କ'ଣ କହିବି, ଆପଣମାନେ ଜାଣିଛନ୍ତି ସବୁ, ଏସବୁ ଆପଣମାନଙ୍କ ରସ ମୋର ନୁହେଁ। ମୁଁ ଆପଣମାନଙ୍କ ଠାରୁ ଶୁଣିକି ଆଜ୍ଞା ବଡ଼ ବଡ଼ ଗାୟକ କଳାକାରମାନଙ୍କ ଠାରୁ ପାଲା ଦେଖି ଶୁଣି ଶୁଣି ଟିକେ ଗାୟିକା ହେଇଛି। ଚିଲିକା ପାରିକୁଦ ଗଡ଼ର କବି କହିଲେ, ପୁଅ ଯେତେବେଳେ ପାଲା ଗଣ୍ଠୁଳିଟା ଥୋଇ ଦେଇକି ମା ମା ସେତେବେଳେ ଚାହିଁଦିଏ 15 ଦିନ ହେଲା ପୁଅ ନଥିଲା, ଆଉ ଥରେ ଡାକୁ ଜବାବ ଦେବି। ମୁଁ କାନ ମା ଶୁଣିନି, 15 ଦିନ ହେଲା ଆଉ ଦି ଥର ଡାକେ, ସେ ପୁଣି ଡାକିବ ମା ର। ପାରିକୁଦ ଗଡ଼ର କବି ଡକ୍ଟର ମାଧବ ମାନ ସିଂ ଜଣେ ଲେଖକ ରସିକ ନହେଲେ ରସଯୁକ୍ତ ଦେଇକି କାବ୍ୟ କବିତା ପଦ ଲେଖିପାରିବେ ନାହିଁ। କଲା ରସଗୋଲାର ସାବଳି ଧନ ତ ମା ଡାକ ପରା ତା ଠାରୁ ବଳି ତୁଚ୍ଛ ତୁଚ୍ଛ ସେ ଛେନା କଦଳୀ ମଧନ ରେ ତୁଚ୍ଛ। କଲା ରସଗୋଲା ରସାବଳି ଧନ ତ ମା ଡାକ ପରା ତା ଠାରୁ ବଳି ତୁଚ୍ଛ ତୁଚ୍ଛରେ ଛେନା କଦଳୀ। ଏ ଅଷ୍ଟ ଐଶ୍ୱର୍ଯ୍ୟ ଘର ଦ୍ୱାର କୋଠା ବାଡ଼ି ସବୁ ତୁଚ୍ଛରେ। ଥରେ ମା ଡାକିଦେଲୁ ମୋ ପେଟ ପୁରିଗଲାରେ, ମୋ ଦୁଃଖ ଗୁଡ଼ା ପଳେଇଲା। ଶାଶୁ ବୋଉର କଳି ଲାଗିଥିଲୁ 15 ଦିନ ହେଲା, ମୁହଁ ଛୁଆଁ ଛୁଇଁ ହଉନଥିଲୁ, ତ ଡାକ ମତେ ସବୁ ପାଗଳ କଲା। ଯେତେ ମୋର ବନ୍ଧୁମାନେ ବସିଛନ୍ତି ଗୁରୁଜୀ ମଣ୍ଡଳୀ, ମା ଶବ୍ଦଟା ଏତେ ବିଚଳିତ ଶବ୍ଦ ଆଜ୍ଞା। ହଁ, ଜଣେ ନାରୀ ସମାଜରେ ଯଦି ହାରେ, ଶାଶୁ ଶ୍ୱଶୁର ପାଖରେ ହାରିବା ଶିଖିନି ସିଏ। ସ୍ୱାମୀ ପାଖରେ କେବେ ହାରିବନି, ଭାଇ ପାଖରେ କେବେ ହାରିବନି। ହାରିବ ଜଣେ ନାରୀ ଜଣକ ପାଖରେ। ଗଙ୍ଗାଧର ମେହେର କ'ଣ କହିଲେ? କଲା ଜଳ ବିନା କି କାହିଁ ବଞ୍ଚିବ ବିନା ଜଳ ବିନା କି କାହିଁ ବଞ୍ଚିଛି ମୀନା। ଜନନୀ ସହିବ କି ପୁତ୍ର ଛଣ ହେ ପୁତ୍ର କଷଣ। ଜନନୀ ସହିବ କି ପୁତ୍ର କଷଣ ହେ ପୁତ୍ର କଷଣ। ଆରେ ଜନନୀ ସହିବ କି ପୁତ୍ର କଷଣ ହେ ପୁତ୍ର କଷଣ। ଜଳ ବିନା ମତ୍ସ୍ୟ ଦେହ ଧାରଣ କରିପାରେ ନା। ସବୁ ଗୁଡାକ ସହିବ ମା, ପୁଅ ଝିଅର ଦୁଃଖ ସହିପାରିବନି। ଆପଣ ପାଲା ଦେଖି ଆସିଛନ୍ତି, ଘରେ ପହଞ୍ଚିଲା ବେଳେ ମୁହଁ ମିଞ୍ଜାସ ଯଦି ଭଲ ନଥିବ, ମା ତୁ ହେଇ ପଚାରିବ, କେଉଁଝର ଯାଇଥିଲୁ ପାଲା ଦେଖିଲୁ, ତତେ କିଏ କ'ଣ କହିଲା କି? କାହିଁକି ମୁହଁଟା କେମିତି କରୁଛୁ? ଆରେ କ'ଣ ଖାଇନୁ ନା କ'ଣ? ବାଟରେ ମାଡ଼ ଗୋଳ ଝଗଡ଼ା ହେଲା କି ରେ? ତଥାପି ମା ପଛେ ପଛେ ଲାଗିଥିବ। ନାଇଁ, ପାଲାକାରଙ୍କ ଭାଷାରେ ଜଳ ବିନା କି କାହିଁ ବଞ୍ଚିବ ବିନ। ଜନନୀ ସହିବ କି ପୁତ୍ର କଷଣ। ମା ସନ୍ତାନର ଦୁଃଖ ମା ସହିପାରେ ନା।
हे मोर ज्ञानी सज्जन मंडली ओडिया भागवत कहले बोला भक्त भगवान भगवान दुई आत्मारे भिन्न भिन्न नाही से भक्त भगवान दुई आत्मारे भिन्न भिन्न नहीं यही भावटा थिला बोली रामंकर कठौ पूजा दीर्घ 14 वर्ष नंदीग्राम भरत खला यही भावटा थिला बोली उद्धव कृष्णकर कठौ 16,000 ब्रजर मणि मानक देखैकि मोह करदेला यही भाव थिला बोली एरे पुआ यही भाव थिला बोली भक्त कवि जयदेव कृष्णकर पाद कले दर्शन वासुदेव नाम चिन्हरे पड़िला बेनी नयन जयदेव गोस्वामी यही भाव यही प्रेम भक्ति थिला बोली वासुदेव नामांकित कठौ भगवान कृष्ण जयदेवंकर शयन द्वारे रखिदे भीतर को पड़े भाई पाला गायक आसवे ना सारी सारदेवी कौन कौन कहले कौन मु आ घंटा बांधि कि आज्ञा गाइबे आज्ञा झियो हाँ हाँ तेणु ये समस्त नारद ध्रुव प्रहलाद उद्धव समस्ते भगवान भाव भक्ति बाहरी पारि नहीं तेणु हे मोर ज्ञानी सज्जन मंडली नारद दिने जाइथिले द्वारका नारद दिन द्वारका जाइथिले कृष्ण को दीटा कथा पचारले नारद स्वर्ग तांको घर कोन एठी ना तो घरे तो गाँ रे जदुमणि महापात्र उत्तर घंटा जदुमणि महापात्र काव्य प्रबंध पूर्णचंद्र बोलो अमर जति ओ अमर मार्ग गति रचोधिले ज्ञानी सजन मंडली भक्त भगवान तो आत्मार भिन्ना भिन्न ना सती चंद्रिका काव्य दीटा पद कुमुदिनी तुम गाइब मु भावुची कौ पद दीटा गाइबी मन भीतर खोजुची ना बहीटा सारा गाइबी कि नुहे राम ठाकुर सुवर्ण सीता तैयारी करी ओषमेध यज्ञ रे बसई थांती सुवर्ण सीता को रजक रजकी कली रे रामचंद्र सीता निर्वासन करी थांती नहीं लक्ष्मण सीता निर्वासन करी थांती वन रे सीता को छाड़ दे आइले मां जानकी को सुवर्ण सीता करी छंती भगवान राम नहीं सेतिकी बेले महर्षि वाल्मीकि बेसपाटी निजे सजई हेले रामंकर आमंत्रण पाइचंती यज्ञ को जीवे नहीं आज्ञा मां जानकी कहिले आपण जदि यज्ञ को जानती
मोर खंडे पत्र देवी आपण नहीं जिवे नहीं आज्ञा से पत्रटी कौन लिखिले माँ सीता नहीं कहला विश्व चिंतामणि राम हे राजीव सती जानकीर प्रभु घेनी अश्वमेध यज्ञ कर्ण रे पत्र लिखी मनरे भावना रे थी कांगरे तो यज्ञ केबे हुए जाई यज्ञ रे बसिला आपण अनुकूल नायक एकांगर स्त्री नथिले मांगलिक धर्मकर्म हुएनि आपण यज्ञ कले स्त्री कोठु आनिले नहीं कला केउ देवता पूजिला से केउ रामाणी ये स्वामी पणरे भोगिला मोर रघु माणी कोउ देवता से स्त्री जनक पूजा करिथिला जे आपनक पाखरे बसी के व्रती हेची कला सही देवता नाम लिखी दब देवता नाम लिखि देव काले पूजिले लभिबी राघव काले पूजिले लभिबी राघव देवता ना आपण पत्र लिखि देबे जो देवता पूजा करी से स्त्री जनक रामचंद्रन स्त्री हेची यज्ञ मंडप आपण नियम करथिले विदगदे श्री रामचंद्र कहे बंधु जीवन थिबारे दे विलासिनी न करिवे आनकु त्रेतया जुगरे सीतांक व्यतीत द्वितीय स्त्री त्रेतया जुगरे स्पर्श करिवे नाही मु राम आपण एई नियम न बळी रे थिले रे पुओ चिठीटी रामचंद्र लिखिचंती माँ जानकी लिखिचंती सारे कहिचंती राग हला आषाढ़ शुक्लवाणी राग आषाढ़ शुक्लवाणी से चिठी रे हाँ चिठी रे आज्ञा माँ जानकी कौन लिखिचंती यही दुईटा पद सारे मागिचंती या भितर रस नथिले रसिक से जने सार पुणी कलाकार कलाकार रसिक रसयुक्त शरीर कलाकार मानकर जो रस न थाए से पद गुड़ा पालाकार माने शिखती नहीं अरे पुओ आषाढ़ शुक्लवाणी माँ जानकी चिठीटा भितर रामचंद्र पाखक ये पद गुड़िक लेखिकी छाड़ुंट ये विच्छेद कर नहीं प्रभु मत सीना लक्ष्मण हाथ में मन में छाड़ी गल मो स्वामी सुख सीना मु पाइली नहीं अयोध्यार राजराणी मु हो पारिली नहीं अयोध्यार राजवधू लक्ष्मी मु हो पारिली नहीं मो शाशु शशुर भल बोहूटे मु हो पारिली मो स्वामी भल धर्मपत्नी मु हो पारिली यही पद दुटी लिखुची पढ़िबे हाँ कौन कहले सुखे था थिला जेबे मने एड़े दूषण थिला जेबे मने एड़े दूषण करिबाकु नारी शिरभूषण पर कृपारे नेल राण बहन कानने कल वर्जन हे पराण धन हे पराण धन दासी प्रति हेला एड़े दारुण हे पराण सुखे थावा हे प्राण बांधव श्रीचरण दासी ओहो थिला जेबे मने एड़े दूषण करबाकु नारी शिरभूषण कर कृपाणे ननेल प्राण ए गहन कानने किंपा कल वर्जन हे पुराण धन दासी प्रति हेल एड़े दारुण आज्ञा माधव चंद्र मिश्र सती चंद्रिका सारे कहते आउ गोटे पद गाइबी भाई माने मोर आसिक बसी पड़े तांको समय आम देदवा आउ पदे से चिठीटारे माँ जानकी भगवान रामचंद्र पाखक लिखुंट प्रभु आपण महत पुरुष मासनं कार्तिक श्रेष्ठ देवानंग मधुसूदन गीताया पुराण श्रेष्ठ ज्ञानी श्रेष्ठ परात्मने
आपण पुरुष श्रेष्ठ भगवान आपण गोटे नारी प्रति एत अपमर्यादा आपण गोटे द्वितीय स्त्री की धरी यज्ञ करचंती रे पुओ सुखे था आहे प्राण बांधव सुखे थाओ आहे प्राण बांधव श्री चरणे दासी जाऊता जीव मरण बाणी शुणिब जानो की बोली थरे झुरिब हे पराण धन हे पराण धन दासीपति हेल मातृहीन पुत्रे देव कल्याण हे पराण धन हे मोर ज्ञानी मंडली सारंक भलिया मु हेई परिबि नाही मो परा कुमुदिनी पंडा मु कोन नलिनी त्रिपाठी की मो पा कुमुदिनी पंडा छोटिया जीवटे मु गोटे छोट कुटिया जीव एते बड़ आखिरे मते देखिले मु कहू थोई परिबि जाऊ तर तर हेलेनी भाई पिला माने भाई माने मोर पहुंचलेनी किए बसिছিল सखी कल्पवट मूले तार मथारे मयूर चूल तार गलारे तुलसी माळ किए से बाटोई कोठू आसीछि जगी बसिছিল दरिया कूले किए बसिছিল सखी कल्पवट मूले किए बसिছিল सखी कल्पवट मूले तार मथारे मयूर चूल तार गलारे तुलसी माळ तार मथारे मयूर चूल गलारे तुलसी माळ किए से बाटोई कोठू आसीछि जगी बसिছিল दरिया कूले किए बसिছিল सखी कल्पवट मूले किए बसिछि सखी कल्पवट मूले ज्ञानी मंडली धीर दरबार किए बसिছিল सखी ଥିଲେ मोर धीर वर किए बसिछि सखी ଯାହା ନାଁ ମାନ ହୁଏ ଆଲୋଚନା किए बसिছিল सखी ସୁନ୍ଦର ଜ୍ଞାନୀ ମାନେ କରୁଥିବେ ତା ଘେନା किए बसिछि सखी ହଉ ଆଜ୍ଞା ଏଇଠାରୁ କୁମୁଦିନୀ ପଣ୍ଡା ମାଗିଲା ବିଦାୟ ଆପଣ ମାନଙ୍କୁ ଭଲରେ ରଖିଥାନ୍ତୁ ଦେବ ଦୟାମୟ ଯାହା ଯାହା ଦୋଷ ତ୍ରୁଟି ଥିବ ଆଜ୍ଞା କରିବେ ମାର୍ଜନ ସଭା ମଧ୍ୟ କୁମୁଦିନୀ ପଣ୍ଡାର ଏହି ନିବେଦନ ବୋଲ ତିନ ଜନ ଶରଣ ରକ୍ଷଣ ମହାବାହୁ ଆନନ୍ଦ ସାଗର ହରିବୋଲ ହୁଳହୁଳି କରତାଳି ଦିଅନ୍ତୁ ଭାରତ ମାତାର ଦୁଃଖ ଦୂର ହଉ ବିଶ୍ୱରୁ ଦୁଃଖ ଦୂର ହେଉ ହେ ହରିବୋଲ